Welcome everybody to my channel. So ଆଜିର କ୍ଲାସରେ ଆମେ ଡିସ୍କସନ କରିବା ସନ୍ଧି ବିଚ୍ଛେଦର 100+ କ୍ୱେଶ୍ଚିନ୍ ଆନ୍ସର ଉପରେ। ଆମେ ସନ୍ଧି ଯୋଉ ତିନି ପ୍ରକାରର ଅଛି ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି ଏ ବିଷୟରେ ଡିସ୍କସନ କରିଛନ୍ତି। ଯଦି ସେଗୁଡ଼ିକୁ ଦେଖିବାକୁ ଚାହୁଁଛନ୍ତି ବା ରିଭିଜନ କରିବାକୁ ଚାହୁଁଛନ୍ତି ତାହା ଓଡ଼ିଆ ଗ୍ରାମାରର ପ୍ଲେ ଲିଷ୍ଟରେ ଚ୍ୟାନେଲରେ ମିଳିଯାଇପାରିବ। ଚାଲନ୍ତୁ ଡେରି ନ କରି ଆମେ ପ୍ରଥମ କ୍ୱେଶ୍ଚିନ୍ ଦେଖିବା। ପ୍ରଥମ କ୍ୱେଶ୍ଚିନ୍ଟି ହେଉଛି କ'ଣ ନା ଏଇ ଚାରୋଟି ଅପସନ ଦେଇଛି ତା ମଧ୍ୟରୁ ଭିନ୍ନ ଧର୍ମୀ ଶବ୍ଦଟି କିଏ? ସୋ ଅପସନ ଗୁଡ଼ିକ ହଉଛି କ'ଣ ନା ଦୁଶ୍ଚିନ୍ତା, ଦୁଶ୍ଛେଦ୍ୟ, ଦୁସ୍ତର, ନିଶ୍ଚୟ। ତ ଏଠାରେ ଭିନ୍ନ ଧର୍ମୀ ଶବ୍ଦଟି ହବ ଅପସନ ଖ। ଖଟି ଆମର ହବ ଭିନ୍ନ ଧର୍ମୀ ଶବ୍ଦ। ଓକେ, ସୋ କାହିଁକି ନା ନିୟମ କହୁଛି ବିସର୍ଗ ସନ୍ଧିର ଏକ ନିୟମ ଅଛି। ନିୟମ କ'ଣ କହିଲା ନା ପ୍ରଥମ ଶବ୍ଦର ଶେଷ ଯଦି ବିସର୍ଗ ଥିବ ତାପରେ ଯୋଉ ଦ୍ୱିତୀୟ ଶବ୍ଦଟି ଆସିବ ତାରେ ଛ ଥିଲେ, ଛ କିମ୍ବା ଛ ଥିଲେ, ତେବେ ସେ ବିସର୍ଗ ସ୍ଥାନରେ ତାଲବ୍ୟ ଷଟି ହବ ଏବଂ ସେଇ ଯୋଉ ପରବର୍ତ୍ତୀ ଚ କିମ୍ବା ଛ ଆମର ତାଲବ୍ୟ ସ ସହିତ ଯୋଗ ହୋଇଯିବ। ତେଣୁକରି ଯୋଉ ଦୁଶ୍ଚିନ୍ତା ହେଲା କ'ଣ ଦୁଃ ଯୁକ୍ତ ଚିନ୍ତା, ବିସର୍ଗଟି ଉଠିଯାଏ ଆମର ସେଟା କ'ଣ ତାଲବ୍ୟ ହବ। ଏ ତାଲବ୍ୟ ସହିତ ଚଟି ଯୋଗ ହୋଇଯିବ, ଯୋଗ ସହିତ ଚି ଅଛି ଯୋଗ ହୋଇଯିବ, ଦୁଶ୍ଚିନ୍ତା ହୋଇଯିବ। ଓକେ, ସେଇଭଳି ଦୁଚ୍ଛେଦ, ନିଚୟ, ନିଶ୍ଚୟ। ତେଣୁ ଦୁସ୍ତରଟି ହଉଛି ଆମର କ'ଣ ଭିନ୍ନ ଧର୍ମୀ ଶବ୍ଦ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହଉଛି ମନୋହ ଯୁକ୍ତ ବାଞ୍ଛା କ'ଣ ହବ? ଅପସନ ଗୁଡ଼ିକ ଦେଇଛି ମନୋବାଞ୍ଛା, ମନାବାଞ୍ଛା, ମନ ଅବଞ୍ଛା। ତେଣୁ ଉତ୍ତର କରେକ୍ଟ ଆନ୍ସରଟି ହବ ମନୋବାଞ୍ଛା। କରେକ୍ଟ ଆନ୍ସରଟି ହବ କ'ଣ ନା ମନୋବାଞ୍ଛା। ଓକେ, ଏହା କ'ଣ ପାଇଁ ତାର ଯଦି ଆମର ଅଲଗା କିଛି ଏକ୍ସାମ୍ପଲ ଦେଖାଯାଉଛି ଆମର ଯେମିତି ଅଛି ଶିରହ ଯୁକ୍ତ ବ୍ୟଥା, ସେମାନେ କ'ଣ ହବ ନା ଶିରୋବ୍ୟଥା। ଆହୁରି ମଧ୍ୟ ଏକ୍ସାମ୍ପଲ ଅଛି ତପଃ ବନ, ତପଃ ଯୁକ୍ତ ବନ। ତେଣୁ ବିସର୍ଗଟି ଉଠିଯାଇ ଆମର କ'ଣ ହେଇଯିବ ନା ଓକାର ହେଇଯିବ, ହେଲେ ତପୋବନ। ଏହାର ନିୟମ ସବୁ ଆମର କ'ଣ ଅଛି? ନିୟମଟି ଅଛି କ'ଣ ନା ବିସର୍ଗ ପରେ ଅ କିମ୍ବା ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଣ୍ଣ କିମ୍ବା ଜ ର ଳ ବ ହ ଥିଲେ ବିସର୍ଗ ସ୍ଥାନରେ ଓ ହୋଇଯିବ। ତେଣୁକରି ମନୋହ ବାଞ୍ଛା, ଆମର ମନୋହ ବାଞ୍ଛାରେ ବିସର୍ଗ ପରେ କ'ଣ ରହିଲା? ବିସର୍ଗ ପରେ କ'ଣ ରହିଲା? ବ ରହିଲା। ନିୟମ ଦେଇଛି କ'ଣ ଯଦି ବିସର୍ଗ ପରେ ବ ଥିବ ତେବେ ବିସର୍ଗଟି ଆମର ଉଠିଯାଇ ଓ ହୋଇଯିବ। ସେଇ ଓଟି ପୂର୍ବ ନରେ ଯୋଉ ପୂର୍ବ ବର୍ଣ୍ଣ ଥିବ ସେଥିରେ ଯୋଗ ହେଇଯିବ, ହେଇଗଲା କ'ଣ ମନୋବାଞ୍ଛା। ସେଇଭଳି ଯୋଉ ଆମ ଶିରହ ବ୍ୟଥା, ଓକେ, ଆମର ମନୋବାଞ୍ଛା, ଶିରୋବାଞ୍ଛା, ଯୋଉ ଶିରୋ ବ୍ୟଥା ସେମ୍ ନିୟମ ହବ। ଆମର ଆଉ ଗୋଟେ ଏକ୍ସାମ୍ପଲ ନବା ମନୋରଞ୍ଜନ, ହେଲେ କ'ଣ ହବ ମନୋହ ଯୁକ୍ତ ରଞ୍ଜନ। ଓକେ, ରଞ୍ଜନ। ତେଣୁ ବିସର୍ଗ ପରେ ଆମର କ'ଣ ଅଛି? ନିୟମର ଯୋଉ ଅଛି ର ଅଛି, ଆମର ବିସର୍ଗ ପରେ ର ଅଛି। ତେଣୁକରି ବିସର୍ଗ ସ୍ଥାନରେ କ'ଣ ହେଇଯିବ ନା ଓ ହେଇଯିବ। ସେଇ ଓଟି ପୂର୍ବ ବର୍ଣ୍ଣ ନରେ ଯୋଗ ହେଇଗଲା ମନ, ଆଉ ଯାହା ରହିଲା ଯୋଉ ଦ୍ୱିତୀୟ ପଦଟି ରଞ୍ଜନ, ମନୋରଞ୍ଜନ। ଓକେ, ତେବେ ତୃତୀୟ କ୍ୱେଶ୍ଚିନ୍ଟି ହଉଛି ଏଇ ଯୋଉ ଚାରୋଟି ଶବ୍ଦ ଦେଇଛି ତା ମଧ୍ୟରୁ ଭିନ୍ନ ଧର୍ମୀ ଶବ୍ଦଟି ବାଛ। ଗୋଟେ ଆମର କ'ଣ ଦେଇଛି ନା ଦିଗନ୍ତ, ଜଗନ୍ନାଥ, ଦିଗ୍ବଳୟ, ଦିଗ୍ଗଜ। ତେଣୁକରି ଏହାର ଯଦି ସନ୍ଧି କରିବା ଦିଗନ୍ତର ସନ୍ଧି ହବ କ'ଣ ଦିକ୍ଅନ୍ତ, ଦିକ୍ ଯୁକ୍ତ ଅନ୍ତ। ଦିଗ୍ବଳୟର ସନ୍ଧି ହବ କ'ଣ ଦିକ୍ ଯୁକ୍ତ ବଳୟ, ଦିଗ୍ବଳୟ। ଦିଗ୍ଗଜର ସନ୍ଧି ହବ ଦିକ୍ ଯୁକ୍ତ ଗଜ, ଦିଗ୍ଗଜ। କିନ୍ତୁ ଜଗନ୍ନାଥର ସନ୍ଧି ହବ କ'ଣ ନା ଜଗତ ଯୁକ୍ତ ନାଥ, ଜଗତନାଥ। ତେଣୁ ଏହାର ନିୟମ କ'ଣ ଦେଲା ନା ଆମର ଏଇ ଯୋଉ କ୍ୱେଶ୍ଚିନ୍ର ଆନ୍ସରଟି ହବ ଭିନ୍ନ ଧର୍ମୀ ଶବ୍ଦ କିଏ ହବ ନା ଗ। ତେଣୁ ଇଏ ଯୋଉ ନିୟମଟି କ'ଣ ଦେଲା, ନିୟମ ହଉଛି କ'ଣ ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱର ବର୍ଣ୍ଣ କିମ୍ବା ବର୍ଗର ତୃତୀୟ, ଚତୁର୍ଥ ବର୍ଣ୍ଣ କିମ୍ବା ଜ ର ଳ ବ ହ ଥିଲେ ପୂର୍ବ ପଦର ଶେଷରେ ଥିବା ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ସ୍ଥାନରେ ସେହି ବର୍ଗର ତୃତୀୟ ବର୍ଣ୍ଣ ହୁଏ। ଯଦି ଆମେ ଦିଗନ୍ତକୁ ଆମେ ସନ୍ଧି ବିଚ୍ଛେଦ କରିବା କ'ଣ ହବ ନା ଦିକ୍ ଯୁକ୍ତ ଅନ୍ତ। ତେଣୁକରି କଟା ହଉଛି ଆମର ବ୍ୟଞ୍ଜନ ବର୍ଣ୍ଣ, ତାପରେ ଅଟା ହଉଛି ସ୍ୱର ବର୍ଣ୍ଣ ଅଛି। ତେଣୁକରି କ'ଣ ହବ ନା ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ସ୍ଥାନରେ ସେଇ ବର୍ଗର ତୃତୀୟ ବର୍ଣ୍ଣ ହବ। ଏ ଯୋଉ କ ବର୍ଗ ଆମର 5ଟି ଯୋଉ ଅଛି ଆମର ବର୍ଗ ଅଛି କଚଟ ତପ। ତେଣୁ କ ବର୍ଗର
କ ବର୍ଗର ତୃତୀୟ ବର୍ଣ୍ଣ କିଏ? କ ଖ ଗ। ତେଣୁକରି କଣ ହେଲା? କ ଖ ଗ ଜାଗାରେ ଆମର କ ଜାଗାରେ ଗ ୟୁଜ ହେଲା। ଗ ୟୁଜ ହେଇକି ଗଟି ଅ ସହିତ ଯୋଗ ହେଇକି କଣ ହେଲା? ଗ ହେଇଗଲା ଦିଗନ୍ତ। ଆନ୍ସରଟି ହେଲା ଦିଗନ୍ତ। ମାତ୍ର ଜଗନ୍ନାଥରେ ଜଗତ ଯୁକ୍ତ ନାଥ କହିଲେ କଣ ହବ ନା ସେଇ ଯୋଉ କଚଟ ତପ ରହିଲା। ତ ଆମର ଯଦି ଆମର ଯୋଉ ପ୍ରଥମ ପଦର ଶେଷ ବର୍ଣ୍ଣ ଯୋଉ ଶେଷ ବର୍ଣ୍ଣରେ ଯେଉଁ ବର୍ଗର ବ୍ୟଞ୍ଜନଟି ଥିବ ତାପରେ ଯଦି ନ କିମ୍ବା ମ ଥାଏ, ନ କିମ୍ବା ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ ମ କିମ୍ବା ନ ଥାଏ, ତେବେ କଣ ହବ ନା ଏ ଦେଖନ୍ତୁ ଜଗତ ଯୁକ୍ତ ନାଥ। ଏଇ ଯୋଉ ଆମର ତ ବର୍ଗର ଆମ ତ ବର୍ଗଟି କଣ ଜଗତ ଶବ୍ଦର ଶେଷ ଅକ୍ଷର ଅଟେ, ଶେଷ ବର୍ଣ୍ଣ ଅଟେ। ମାତ୍ର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ କଣ ଅଛି? ଆମର ନିୟମ ଅନୁସାରେ ନ କିମ୍ବା ମ, ଏଇ ନ ଅଛି। ତେଣୁକରି ତ ବର୍ଗର ତ ଥ ଦ ଧ ନ ତ ବର୍ଗର ପଞ୍ଚମ ବର୍ଣ୍ଣଟି ଏଠାରେ ଆମର ତ ଉଠି ଯାଇକି ଆମର ନ ଲେଖା ହବ, ପଞ୍ଚମ ବର୍ଣ୍ଣ ଲେଖା ହବ। ଦେଖିଲେ କଣ ଜଗନ, ଜଗନ ଯୁକ୍ତ ନାଥ, ଜଗନ୍ନାଥ। ତେଣୁକରି ଏଇଟା ହଉଛି ବ୍ୟତିକ୍ରମ। ବୁଝିପାରିଲେ କଣ? ଆମ ଦିଗନ୍ତ, ଦିଗ୍ବଳୟ, ଦିଗ୍ଗଜ ଇଏ ଗୋଟେ କାଟାଗୋରୀ ଯାଉଛନ୍ତି। ମାତ୍ର ଜଗନ୍ନାଥ ହେଲା ବାକ୍ମୟ ହେଲା। ବାକ୍ମୟ ଦେଖନ୍ତୁ ଦିଗନ୍ତ ବାକ୍ମୟ, ଏଠି ବି କ ଅଛି ବାକ୍ମୟ। ମାତ୍ର ଏଠି ନିୟମ ଅନୁସାରେ କଣ ଦେଇଛି ନା କ ପରେ ଆମର ଯୋଉ କ ବର୍ଗ ପରେ କଣ ଅଛି ନା ମ ଅଛି। ନ କିମ୍ବା ମ ଥିବ, ଏଠି ମ ଅଛି। ତେଣୁ କଣ ଆମର କଣ ହେଲା ନା କ ଉଠି ଯାଇ ସେଇ ବର୍ଗର କ ବର୍ଗର ପଞ୍ଚମ ବର୍ଣ୍ଣ କିଏ? ମୁଅ। ମୁଅ ହୋଇଛି ବାଙ୍ଗ୍ମୟ, ବାଙ୍ଗ୍ମୟ। ସେଇଭଳି ଆଉ ଗୋଟେ ଏକ୍ସାମ୍ପଲ ନେଲେ ଆମେ କଣ ନବା ନା ସନ୍ନ୍ୟାସଟା। ସନ୍ନ୍ୟାସଟା କେମିତି ହବ ନା ସତ୍ ଯୁକ୍ତ ନ୍ୟାସ, ସତନ୍ୟାସ ହଉଛି କଣ ସନ୍ନ୍ୟାସ। କେମିତି ହେଲା? ଏମିତି ନାମ ସତ୍ ଯୁକ୍ତ ନ୍ୟାସ ହେଲା। ତେଣୁକରି ସତନ୍ୟାସ ଯୋଉ ସନ୍ନ୍ୟାସ ଆମର ସତନ୍ୟାସ ସନ୍ଧିର କଣ ହେଇଛି ନା ତ ବର୍ଣ୍ଣଟି ଆମର ତ ବର୍ଗରେ ଅଛି। ତାପରେ କଣ ଅଛି ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କଣ ଅଛି? ଆମ ନିୟମ କହିଛି କଣ ନ କିମ୍ବା ମ ଥିଲେ, ଏଠି ନ ଅଛି। ତେଣୁ ଯେହେତୁ ନ ଅଛି ତେଣୁ ପୂର୍ବ ବର୍ଗ ଯୋଉ ପୂର୍ବ ପଦର ଶେଷ ବର୍ଣ୍ଣଟି ଯୋଉ ବର୍ଗରେ ଥିବ କଣ ତ, ତଟା ତ ବର୍ଗ ଅଛି, ତାହାର ପଞ୍ଚମ ବର୍ଣ୍ଣଟି। ପଞ୍ଚମ ବର୍ଣ୍ଣ କଣ ନ, ତ ଥ ଦ ଧ ନ। ତେଣୁ ନ ସହିତ ଏ ନ ମିଶିଗଲେ ଦ୍ୱିତୀୟ ନ ହେଇଯିବ ସନ୍ନ୍ୟାସ। ତେଣୁକରି ଏ ପ୍ରଶ୍ନଟିର ଆନ୍ସାର ହବ ଭିନ୍ନଧର୍ମୀ ଶବ୍ଦ କିଏ ହବ ନା ଜଗତନାଥ, ଜଗନ୍ନାଥଟା ଆମର ଭିନ୍ନଧର୍ମୀ ଶବ୍ଦ ହବ। କାହିଁକି ନା ଦିଗନ୍ତ, ଦିଗ୍ବଳୟ, ଦିଗ୍ବିଜୟ ତାହାର ନିୟମ ହଉଛି ଭିନ୍ନ। ଏହାର ନିୟମ କଣ ନା ଆମର ବ୍ୟଞ୍ଜନ ବର୍ଣ୍ଣ ପରେ କ, ଏଠି ସବୁ ଆମର କ ଆସୁଛି ଦିକ୍, ଦିକ୍ ଦିଗ୍ବଳୟ, ଦିକ୍ ଯୁକ୍ତ ଗଜ। ବ୍ୟଞ୍ଜନ ବର୍ଣ୍ଣ ପରେ ଆମର ସ୍ୱର ବର୍ଣ୍ଣ କିମ୍ବା ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ କିମ୍ବା ଜ ର ଳ ବ ହ ଥିଲେ ପୂର୍ବ ପଦର ଶେଷରେ ଯୋଉ ବର୍ଣ୍ଣ ରହିଛି କ ଅଛି, ତେଣୁ ଦିକ୍, ଦିକ୍ ରେ କ ଅଛି। କ ହେଲେ ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ସ୍ଥାନରେ ସେଇ ବର୍ଣ୍ଣର କଣ ହବ ନା ତୃତୀୟ ବର୍ଣ୍ଣ ହବ। ତେଣୁ ଦିକ୍ ଯୁକ୍ତ ଅନ୍ତ, ଅନ୍ତ ହେଲା ପୁଣି କ, ଆମର କ ଠାରେ କଣ ହବ ନା ଗ ହେଇଯିବ। ତେଣୁକରି ତୃତୀୟ ବର୍ଣ୍ଣ ଗ ହେଇଗଲା, ଗ ହେଲା ଦିଗନ୍ତ। ଓକେ। ପରବର୍ତ୍ତୀ ଯୋଉ କୋଶ୍ଚିନ୍ ଟି ହଉଛି କଣ ଭୂର୍ଧ୍ୱ। ଭୂର୍ଧ୍ୱ ସନ୍ଧି ବିଚ୍ଛେଦ କଲେ କଣ ହବ? ଭୂର୍ଧ୍ୱ ହବ ନା ଆମର ଭର ହର୍ଷଉକାର ଉର୍ଧ୍ୱ ହବ। ଉର୍ଧ୍ୱରେ ଏଠି ହର୍ଷଉକାର ଦେଇଛି। ନା ଭରେ ଦୀର୍ଘକାର ଅର୍ଦ୍ଧ ହବ ନା ଭରେ ଦୀର୍ଘକାର ଉର୍ଧ୍ୱ ହବ। ଏ ଉର୍ଧ୍ୱରେ ଦୀର୍ଘଉକାର ଦେଇଛି, ଏଠି ଆମର ହର୍ଷଉକାର ଦେଇଛି। ତେଣୁ କଣ କରେକ୍ଟ ଆନ୍ସରଟି ହବ ଆମର ଘ। ତା ନିୟମ କଣ କହିଲା ନା ହର୍ଷଉ ବା ଦୀର୍ଘ ଉପରେ, ହର୍ଷଉ ବା ଦୀର୍ଘ ଉପରେ, ହର୍ଷଉ ବା ଦୀର୍ଘ ଥିଲେ ଦୁହେଁ ମିଶି ଦୀର୍ଘ ହୁଅନ୍ତି ଏବଂ ଏଇ ଦୀର୍ଘକାର ପୂର୍ବ ବର୍ଣ୍ଣରେ ଯୋଗ ହୁଏ। ତେଣୁକରି ଏଠି ଆପଣ ଦେଖନ୍ତୁ କଣ ହେଇଛି ନା ଭରେ ଦୀର୍ଘକାର ଅଛି। ଆମର ଏଇ ଯୋଉ ଏଇ ଏକ୍ସାମ୍ପଲ ଟି ଆମର ଭୁଲ ହବ। ଆପଣ ମାନେ କହିପାରନ୍ତି ଏଠି ବି ହର୍ଷଉ ଅଛି, ଏଠି ହର୍ଷଉ ଅଛି, ନିୟମ ଦେଇଛି ହର୍ଷଉ ହର୍ଷଉ ପରେ ଥିଲେ ଦୁହେଁ ମିଶି ଦୀର୍ଘ ହେଇଯିବେ। ମାତ୍ର ଏଇଟା ଭୁଲ ହବ। କରେକ୍ଟ ହବ ଭରେ ଦୀର୍ଘକାର ଯୁକ୍ତ ଉର୍ଧ୍ୱ। କାହିଁକିନା ଉର୍ଧ୍ୱ ବୋଲି ଗୋଟେ ଶବ୍ଦ ଅଛି ଆମର ଓଡିଆ ଗ୍ରାମାରରେ, ଦୀର୍ଘ ଉର୍ଧ୍ୱ, ହର୍ଷ ଉର୍ଧ୍ୱ ବୋଲି କିଛି ଶବ୍ଦ ନାହିଁ। ତେଣୁକରି ଏଇ ଘଟି କରେକ୍ଟ ଆନ୍ସର ହବ। ଏଠାରେ ଯୋଉ ଆମର ଦୀର୍ଘ ଉ ଅଛି ଆଉ ପରବର୍ତ୍ତୀ ଶବ୍ଦର ପ୍ରଥମ ଯୋଉ ବର୍ଣ୍ଣରେ ଆମର ଦୀର୍ଘ ଉ ଅଛି, ଦିଟା ମିଶିଗଲେ ଦୀର୍ଘ ଉ ହେବେ। ତାହା ପୂର୍ବ ବର୍ଣ୍ଣରେ ଯୋଉ ଭୂରେ ଯୋଗ ହବ। ଭୂରେ ଯୋଗ ହେଲେ ସେଇ ଦୀର୍ଘ ଉ ହିଁ ଆସିବ, ଭୂର୍ଧ୍ୱ। ଏଇ ଯୋଉ ଆମର ଦ୍ୱିତୀୟ ପଦର ପ୍ରଥମ ଯୋଉ ଦୀର୍ଘ ଉ ଅଛି ସେଠି ଲୋପ ପାଇଛି। ଲୋପ ପାଇଗଲେ କଣ ହବ ନା ଭୂର୍ଧ୍ୱ। ବୁଝିପାରିଲେ କାହିଁକି ଏଇଟା ଭୁଲ ହେଲା ନା ଆମର ଉର୍ଧ୍ୱ ବୋଲି କିଛି ଶବ୍ଦଟି ନାହିଁ। ହର୍ଷ ଉର୍ଧ୍ୱ ଯୋଉ ଶବ୍ଦଟି ସେଟା କିଛି ନାହିଁ। ଆମର ଦୀର୍ଘ ଉର୍ଧ୍ୱ ଶବ୍ଦ ଆମର ଓଡିଆ ଗ୍ରାମାରରେ ଅଛି। ତେଣୁକରି ଘ ଆନ୍ସରଟି ଠିକ ହବ।
ଓକେ। ତାପରେ ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ହଉଛି ଅନ୍ୱେଷଣର ସନ୍ଧି ବିଚ୍ଛେଦ କଲେ କଣ ହବ? ଅନ୍ୱେଷଣର ସନ୍ଧି ବିଚ୍ଛେଦ କଲେ କରେକ୍ଟ ଆନ୍ସର ଟି ହେବ ଖ ଅନୁଏଷଣ ଅନ୍ୱେଷଣ। ନିୟମ କଣ ଦେଲା ନା ହର୍ଷଉ ବା ଦୀର୍ଘଉ ପରେ ମାନେ ପ୍ରଥମ ପଦର ଶେଷ ବର୍ଣ୍ଣରେ ଯଦି ହର୍ଷଉ ବା ଦୀର୍ଘଉ ଥିବ ପର ପରେ ହର୍ଷଉ ବା ଦୀର୍ଘଉ ଭିନ୍ନ ଯୋଉ ପରବର୍ତ୍ତୀ ଯୋଉ ଶବ୍ଦର ପ୍ରଥମ ବର୍ଣ୍ଣରେ କଣ ହର୍ଷଉ ବା ଦୀର୍ଘଉ ଭିନ୍ନ ଯଦି ଅନ୍ୟ ସ୍ୱର ବର୍ଣ୍ଣ ଥିବ ଯୋଉ 11ଟି ସ୍ୱର ବର୍ଣ୍ଣ ଅଛି ସେଥିମଧ୍ୟରୁ ଯଦି ହର୍ଷଉ ଦୀର୍ଘଉ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥାଏ ତେବେ ହର୍ଷଉ ବା ଦୀର୍ଘଉ ସ୍ଥାନରେ ଉ ହୁଏ। ଯୋଉ ପୂର୍ବବର୍ତ୍ତୀ ବର୍ଣ୍ଣ ଯୋଉ ଆମର ଶବ୍ଦର ଶେଷ ବର୍ଣ୍ଣଟି ଯଦି ହର୍ଷଉ ଯୋଉ ଦୀର୍ଘଉ ଥାଏ ସେ ସ୍ଥାନରେ ଉ ହୁଏ। ଏହି ଟି ପରବର୍ତ୍ତୀ ସ୍ୱର ବର୍ଣ୍ଣ ସହିତ ମିଳିତ ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଅନ୍ତି। ତାପରେ ସେ ଶବ୍ଦଟି ନୂତନ ଶବ୍ଦଟି ସନ୍ଧି ଶବ୍ଦଟି ଗଠନ କରନ୍ତି। ତେଣୁକରି ଦେଖନ୍ତୁ ବୁଝିବା କଣ ଅଛି ନା ଅନୁଏଷଣ। ଏଠି ଅଛି ଅନୁରେ ହର୍ଷଉ ଅଛି। ହର୍ଷଉ ପରେ ଆମର ଦ୍ୱିତୀୟ ଯୋଉ ପଦଟି ଅଛି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ହର୍ଷଉ ଦୀର୍ଘଉ ଭିନ୍ନ ସ୍ୱରବର୍ଣ୍ଣ ଅଛି କଣ ନା ଏ ଅଛି। ତେଣୁକରି କଣ ହବ ନା ସେ ଯୋଉ ହର୍ଷଉ ସ୍ଥାନରେ ଯୋଉ ହର୍ଷଉ ଅଛି ଏଠି କଣ ହେଇଯିବ ଉ ହେଇଯିବ। ଏଇ ଟି ପରବର୍ତ୍ତୀ ଇଏ ସହିତ ଯୋଗ ହେଲେ କଣ ଉଏ ହେଇଗଲା। ଆମର ଉଏ ହେଇଗଲା। ଉରେ ଆମର କଣ ହବ ନା ଉରେ ଆମର ଏକାର ଲାଗିଯିବ ଉଏ ହେଇଗଲା। ଏଇ ଉଏଟି ନ ରେ ଯୋଗ ହେଇଛି ନ ଯୁକ୍ତ ଉଏ କଣ ନୁଏ ନୁଏ ତେଣୁକରି ଅନ୍ୱେଷଣ। ବୁଝିପାରିଲେ ଅନ୍ୱେଷଣ ହେଲା ଆନ୍ସର। ଆଉ ଥରେ କହିଦଉଛି ହର୍ଷଉ ପରେ ହର୍ଷଉ କିମ୍ବା ଦୀର୍ଘଉ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏହି ଶବ୍ଦଟିରେ ଆମର ଏ ସ୍ୱର ବର୍ଣ୍ଣ ଅଛି। ତେଣୁକରି ଏଇ ଯୋଉ ଆମର ପ୍ରଥମ ଶବ୍ଦର ଶେଷ ଯୋଉ ହର୍ଷଉ ଅଛି ସେଟା ଉଠିଯାଇ ଆମର ସେଟା ଲୋପ ପାଇଯାଇ ଓ ହେଇଯିବ। ଏଇ ଟି ସହିତ ଆମର ପରବର୍ତ୍ତୀ ଶବ୍ଦର ପ୍ରଥମ ବର୍ଣ୍ଣ ଯୋଉ ଏ ରହିଛି ତାହା ଯୋଗ ହେଇଯିବ କାର ଆକାରରେ ଉଏ ହେଇଗଲା। ଏଇ ଉଏ ଟା ଆମର ପ୍ରଥମ ପଦର ଶେଷ ବର୍ଣ୍ଣରେ ଯୋଗ ହେଇଯିବ ଅନ୍ୱେଷଣ। ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ହଉଛି ସ୍ଵାଗତ। ସ୍ଵାଗତର ସନ୍ଧି ବିଚ୍ଛେଦ କଲେ ଆମର କଣ? ଆମର ସେଇ ନିୟମଟି ଲାଗୁ ହବ। ପୂର୍ବ ଯୋଉ ନିୟମଟି ଅନ୍ୱେଷଣ ପାଇଁ ଲାଗିଲା ଏଠି ସେଇ ନିୟମ ଲାଗୁ ହବ। ତେଣୁକରି ଆନ୍ସର ଟି ହବ କଣ ନା ସୁଆଗତ ସ୍ଵାଗତ ହବ। କେମିତି କରିବା ଦେଖନ୍ତୁ ସୁଆଗତରେ ଏଠି ଆମର କଣ ଅଛି ଆମର ପ୍ରଥମ ପଦର ହର୍ଷଉକାର ଅଛି। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କଣ ହର୍ଷଉ ଦୀର୍ଘଉ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଅଛି କୋଉଟା ଆ ଅଛି। ତେଣୁକରି ନିୟମ କଣ କହିଲା ଯଦି ପରବର୍ତ୍ତୀ ସ୍ୱର ଆମର ପରବର୍ତ୍ତୀ ପଦର ପ୍ରଥମ ଅକ୍ଷରଟି ପ୍ରଥମ ବର୍ଣ୍ଣଟି ହର୍ଷଉ ଦୀର୍ଘଉ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ତେବେ ହର୍ଷଉଟି ଉଠିଯାଇ ଓ ହେଇଯିବ। ତେଣୁକରି ଓ ସହିତ ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣର ଯୋଗ ହେଇଯିବ ଉଆ ହେଇଯିବ। ଆ ଯୋଗ ହେଲେ ଉଆ ହେଲା। ଏଇ ଟି ଆମର ପ୍ରଥମ ପଦ ସହିତ ଯୋଗ ହେଇଯିବ। ସ ଅଛି ଉଆ ହେଇଯିବ ସ୍ୱା ଯୁକ୍ତ ଗତ। କାରଣ ଆଗତରୁ ଆ ଆମେ ଯୋଗ କରିଦେଇଛୁ ଆକାର ଆକାରରେ ତେଣୁକରି ସ୍ଵାଗତ। ସ୍ଵାଗତ ହଉଛି କରେକ୍ଟ ଆନ୍ସର। ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ହଉଛି ନୟନ। ନୟନର ଆମେ ଯଦି ସନ୍ଧି ବିଚ୍ଛେଦ କରିବା କଣ? ନୟନର ସନ୍ଧି ବିଚ୍ଛେଦ କଲେ ଆନ୍ସର ହବ ଆମର ନେ ଅନ ନୟନ। ଓକେ ନେ ଯୁକ୍ତ ଅନ ନୟନ। ଏଇ ଘଟି ଆନ୍ସର ହବ। ନୟ ଅନ ହବନି ଏଟା ଇଏ କ ଖ ଭୁଲ ଗ ବି ଭୁଲ ତେଣୁକରି ଘ ଆନ୍ସର ହବ। ତାର ଯୋଉ ନିୟମଟି କଣ କହିଛି ନା ଏ ବା ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏ ବା ଐ କୋଉଠି ଥିବେ ନା ପ୍ରଥମ ପଦର ଯଦି ଯୋଉ ଶେଷ ଯୋଉ ସ୍ୱର ବର୍ଣ୍ଣ ଆମେ ଉଚ୍ଚାରଣ କରୁଛନ୍ତି ଏ ବା ଐ ଥିବ ତାପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏ ଆଉ ଐ ନଥିବେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ତେବେ ଏ ସ୍ଥାନରେ କଣ ହେଇଯିବ ନା ଅୟ ହେଇଯିବ ଐ ସ୍ଥାନରେ ହେଇଯିବ ଆୟ। ଏଠାରେ ନେ ଅଛି ଆମର ପ୍ରଥମ ପଦର ନେ ଅଛି ଏ ରହିଲା। ତା ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣଟି କଣ ଅଛି ନା ଅ ଅଛି ଆଉ ଏ ବା ଐ କିଛି ନାହିଁ ଅ ଅଛି। ତେଣୁକରି କଣ ହବ ନା ଏ ସ୍ଥାନରେ ନିୟମ ଅନୁସାରେ ଅୟ ହବ। ତେଣୁକରି ନ ଯୁକ୍ତ ଅୟ ହେଲା ଅୟ ଯୁକ୍ତ ଅନ ମିଶିଗଲେ କଣ ହବ ନୟନ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି ଆମେ ଏ ନୟନରେ ବି ଆମେ ଗୋଟେ ଏକ୍ସାମ୍ପଲ ନେଇପାରିବା କଣ ନା ସେପରି ଆମର ଗଇ ଅଖ ଗଇ ଯୁକ୍ତ ଅଖ। କାରଣ ଏଠି ଆମର କହିଲା ଏ ବା ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିବ ଏଠି ଆମର ଐ ଅଛି। ଏଠି ଆମର କଣ ଅ ଅଛି ଏ ବା ଐ ପରେ ମାନେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଆମର
ଅଇ ସହିତ ଏଇଟା ଯୋଉ ଯୋଗ ହେଇଗଲେ କଣ ହେଇଯିବ ନା ଆୟ ହେଇଯିବ। ଯଦି ଏ ଥାନ୍ତା ଅୟ ହେଇଥାନ୍ତା, ତେଣୁକରି କଣ ହେଇଯିବ ଗ ଆୟ କ ହେଲେ କଣ ହବ ଗାୟକ। ବୁଝିପାରିଲେ ଗାୟକ। ସେଇଭଳି ଏଇ କୋଶ୍ଚିନ୍ ଯୋଉ ଦେଇଛି କୋ ଆମର ପବନ, ପବନର ସନ୍ଧି ବିଚ୍ଛେଦ କଲେ କଣ ହବ? ପବନ, ପବନ ସନ୍ଧି ବିଚ୍ଛେଦ କଲେ କଣ ହବ ନା ପୋଉ ଅନ, ପୋ ଅନ ପବନ। ଓକେ, ଏଠି ଦେଇଛି କଣ ଦେଖନ୍ତୁ, ପବନ ହେଲେ କଣ ଓ ବା ଓ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଆମର ଏଇଟା ପୋ ଅନ ପବନ, ଏଇଟା କରେକ୍ଟ ଆନ୍ସର ହବ। ଓକେ, ଅ ବା ଓ ଉପରେ ଅନ୍ୟ ସ୍ୱର ବର୍ଣ୍ଣ, ଓ ବା ଓ ଉପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଓ ସ୍ଥାନରେ କଣ ହବ ଅ ହେଇଯିବ। ଏଠି ଓ ଅଛି, ଏଠି ଅ ଅଛି, ଏଠି ଓ ବା ଓ ଉପରେ ଆଉ ଓ ବା ଓ ଅଛି କି ନାହିଁ, ତ ଅନ୍ୟ ସ୍ୱର ବର୍ଣ୍ଣ ଅଛି ଅ ଅଛି, ତେଣୁକରି ଓ ସ୍ଥାନରେ ଆମର କଣ ହେଲା ଅ ହେଇଗଲା। ତେଣୁକରି ପୋ ଥିଲା, ତେଣୁକରି ଆଉ ରହିବ କଣ ପ ଅବ, ପ ଯୁକ୍ତ ଅବ ଯୁକ୍ତ ଅନ, ତେଣୁକରି ପବନ। ବୁଝିପାରିଲେ ପବନ ଆନ୍ସର ହେଲା। ଯଦି ଓଉ ଥାନ୍ତା, ଏଠି ଓଉ ଯୋଉ ଅଛି, ଏଠି ଯୋଉ ଓଉ ଅଛି ଏଠି ପାବନ ହବ। କୋଉ ଅନ ପାବନ, ଏଟା ପବନ ହବ ନାହିଁ, କାରଣ ଆବ ହବ ଓଉ ସ୍ଥାନରେ ଆବ ହବ। କରେକ୍ଟ ଆନ୍ସରଟି ହବ ପବନର ଆମର କଣ ପୋ ଯୁକ୍ତ ଅନ ହଉଛି ପବନ। ଓକେ, ପରବର୍ତ୍ତୀ କ୍ୱେଶ୍ଚିନଟି ହଉଛି କଣ ନା ଗବାକ୍ଷ। ଗବାକ୍ଷର ସନ୍ଧି ବିଚ୍ଛେଦ କଲେ କଣ, ଇଏ ଟିକେ ସନ୍ଧି ବହିର୍ଭୂତ କ୍ୱେଶ୍ଚିନଟି ସନ୍ଧିଟି। ଗବାକ୍ଷର ସନ୍ଧି ବିଚ୍ଛେଦ କଲେ କଣ ହବ ନା ଗବାକ୍ଷର ଆମର ହବ ଗୋ ଅକ୍ଷ ଗବାକ୍ଷ। ଇଏ ଆମର ସନ୍ଧିରେ ଆସୁନାହିଁ ଗୋ ଅକ୍ଷ ଗବାକ୍ଷ, ଏଟା ମନେ ରଖିବେ। ଓକେ, ନେକ୍ସଟ ହଉଛି କଣ, ନେକ୍ସଟ ହଉଛି ବାଗାଡାମ୍ବର। ବାଗାଡାମ୍ବରର ସନ୍ଧି ବିଚ୍ଛେଦ କଲେ କଣ ହବ? ଓକେ, ବାଗାଡାମ୍ବର କରେକ୍ଟ ଆନ୍ସରଟି ହବ ବାକ୍ ଯୁକ୍ତ ଆଡମ୍ବର। ୟାର ଆମର ପୂର୍ବ କ୍ୱେଶ୍ଚିନ ଥିଲା ଯେମିତି ବାକ୍ମୟ, ବାକ୍ ଯୁକ୍ତ ଆଡମ୍ବର ବାଗାଡମ୍ବର, କ ଖ ଗ ଗ ହେଇଯିବ, ଗ ହେଲେ ଗଟି ଯୋଗ ହୋଇ ବାଗାଡାମ୍ବର। ଏଠି ଦେଇ ଯେମିତି ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ମାନେ ଆମର କ ରହିଲା, ସ୍ୱର ବର୍ଣ୍ଣ କିମ୍ବା ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ କିମ୍ବା ଜ ରଳ ବ ହ ଥିଲେ ପୂର୍ବ ପଦର ଶେଷରେ ଥିବା ପ୍ରତିବର୍ଗର ପ୍ରଥମ ବର୍ଣ୍ଣରେ ସେଇ ବର୍ଗର ତୃତୀୟ ବର୍ଣ୍ଣ ହୁଏ। ତେଣୁକରି ଏଠି ସ୍ୱର ବର୍ଣ୍ଣ ଅଛି, ବ୍ୟଞ୍ଜନ ବର୍ଣ୍ଣ କ ରହିଲା ପ୍ରଥମ ପଦର ଶେଷ, ଆଉ ଦ୍ୱିତୀୟ ପଦରେ ରହିଲା କଣ ଆମର ସ୍ୱର ବର୍ଣ୍ଣ ରହିଲା। ତେଣୁକରି ଏଠାରେ ଯୋଉ ଆମର ଏଟାର କ ବର୍ଗ, ଆମର 5ଟି ବର୍ଗ ଅଛି କଚଟ ତପ, ଏଇ କ ବର୍ଗର କ ଯୋଉ କଟା ଆମର କ ବର୍ଗର ଅଛି, ତେଣୁକରି କଟା ଲୋପ ପାଇଯାଏ, ସେ ତୃତୀୟ ଆମର ତୃତୀୟ ବର୍ଣ୍ଣ କଣ ଗ, କ ଖ ଗ, ଗ ସହିତ ଆ ଯୋଗ ହେଇଯିବ ବାଗାଡାମ୍ବର ହବ। ତେଣୁକରି ଆନ୍ସରଟି ହବ କଣ ନା ଖ, ବାଗାଡାମ୍ବରର ବାକ୍ ଯୁକ୍ତ ଆଡମ୍ବର ବାଗାଡାମ୍ବର। ତାପରେ ଆମର ନେକ୍ସଟ କ୍ୱେଶ୍ଚିନଟି ହଉଛି କଣ, ଜଗନ୍ନାଥର ସନ୍ଧି ବିଚ୍ଛେଦ କଲେ କଣ ହବ? ଏଇଟା ଏବେ ମୁଁ ଯୋଉ ପୂର୍ବ କ୍ୱେଶ୍ଚିନ ଡିସ୍କସନ କରିକି ଆସିଛି, ତେଣୁକରି କରେକ୍ଟ ଆନ୍ସରଟି ହବ କଣ ଜଗତ ଯୁକ୍ତ ନାଥ। ଆମର କଣ ବ୍ୟଞ୍ଜନ ବର୍ଣ୍ଣ ପରେ ତ ଥ ଯୋଉ ଯୋଉ କଚଟ ତପ ଆମର ଅଛି, ଯୋଉ ବର୍ଗ ଅଛି, ବର୍ଗ ବ୍ୟଞ୍ଜନ ଅଛି, ତାପରେ ଯଦି ଆମର ନ କିମ୍ବା ମ ଥିବ, ନ କିମ୍ବା ମ ଥିଲେ ତା ଯୋଉ ଆମର ପୂର୍ବ ଶବ୍ଦର ଶେଷ ବର୍ଣ୍ଣଟି ଯେଉଁ ବର୍ଗର ଅନ୍ତର୍ଭୁକ୍ତ ତାହା କଣ ହେଇଯିବ ସେଇ ବର୍ଗର ପଞ୍ଚମ ବର୍ଣ୍ଣ ହେଇଯିବ। ତର ପଞ୍ଚମ ବର୍ଣ୍ଣ କି ତ ଥ ଦ ଧ ନ, ନ ହେଇଯିବ, କାରଣ ଏଠି ନ ଅଛି, ଯଦି ମ ଥିଲେ ବି ଏଠି ନ ହେଇଥାନ୍ତା, ନ ହେଇଗଲେ କଣ ଜଗନ ହେଲା, ଜଗନ ଯୁକ୍ତ ନାଥ, ଜଗନ୍ନାଥ। ଆମର ନିୟମ ଦେଇଛି କଣ ନା ପରପଦର ପ୍ରଥମ ବର୍ଣ୍ଣ ନ ବା ମ ହୋଇଥିଲେ, ଏଠି ନ ବା ମ ହୋଇଛି, ନ ଅଛି, ପୂର୍ବ ପଦର ଶେଷ ବର୍ଣ୍ଣ ଯେଉଁ ବର୍ଗର ହୋଇଥାଏ, ପୂର୍ବ ପଦର ଶେଷ ବର୍ଣ୍ଣ ଆମର ଆନ୍ସରଟିରେ କଣ ହେଲା ତ ବର୍ଗର ଅଛି, ତା ସ୍ଥାନରେ ସେଇ ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ପଞ୍ଚମ ବର୍ଣ୍ଣ କିଏ ତ ଥ ଦ ଧ ନ ହୋଇଗଲା, ତାପରେ ପରବର୍ତ୍ତୀ ବର୍ଣ୍ଣ ସହିତ ଯୋଗ ହୋଇ ଆମର ଆନ୍ସରଟି ଆସିବ କଣ ଜଗନ୍ନାଥ। ବୁଝିଗଲା। ନେକ୍ସଟ କ୍ୱେଶ୍ଚିନଟି ହଉଛି କଣ ଅନୁଚ୍ଛେଦ। ଓକେ, ଅନୁଚ୍ଛେଦର ସନ୍ଧି କଲେ କଣ ହବ? ଅନୁଚ୍ଛେଦର ସନ୍ଧି କଲେ ଆମର କଣ ହବ ନା ଅନୁଯୁକ୍ତ ଛେଦ ହବ। ଓକେ, ଅନୁଯୁକ୍ତ ଛେଦ, ଅନୁଚ୍ଛେଦ କୋଉଟା ହବ ଆମର ଏଇ କଟା ହବ ଆନ୍ସର। ସ୍ୱର ବର୍ଣ୍ଣ ପରେ ଛ ଥିଲେ ଛର ଦ୍ୱିତୀୟ ହୁଏ। ଏଟା ଆମର କଣ ହର୍ଷକରରେ ସ୍ୱର ବର୍ଣ୍ଣ ଅଛି ଅନୁ, ତାପରେ କିଏ ଅଛି ନା ଛ ଅଛି, ଛଟା ଆମର ଦ୍ୱିତୀୟ ଛ ହେଇଯିବ ଅନୁଚ୍ଛେଦ। ବୁଝିପାରିଲେ, ଯେପରି ଆମର ସେଇଭଳି ଆଉ ଗୋଟେ ଏକ୍ସାମ୍ପଲ ନେଇଯାଏ ଅବଚ୍ଛେଦ, ଅବ ଯୁକ୍ତ ଛେଦ, ଛେଦ। ତେଣୁ ଏଠି ଆମର ଯେତେବେଳେ ଲେଖିବା ଆନ୍ସରଟି କଣ ଆମର ଦ୍ୱିତୀୟ ଛ ହେଇଯିବ, ଅବରେ ଅ ଉଚ୍ଚାରଣ ଆସୁଛି, ଅବଚ୍ଛେଦ ରହିଲେ ଅବଚ୍ଛେଦ। ସ୍ୱର ବର୍ଣ୍ଣ ପରେ ଛ ଥିଲେ ଛର ଦ୍ୱିତୀୟ ଛ ହେଇଯିବ, ଦ୍ୱିତୀୟ ଛ ହେଲା ପରେ ଆମର ସେ ଅନୁଚ୍ଛେଦ ଆନ୍ସରଟି ଆସିଲା। ଆପଣ ଲେଖିବେନି ଯେ ଏ ଆନ୍ସରଟି ଲେଖିବେ ନାହିଁ, ଏଟା ଭୁଲ ହବ।
ଏଠିକୁ ଦ୍ୱିତୀୟ ଛଅ ଅଲରେଡି ଦେଇଦେଇଛି, ଏଟା ଭୁଲ ହବ, ଏଟା ବି ଭୁଲ ହବ, ଇଏ ବି ଆମର ଭୁଲ ହବ, କଟି ଆନ୍ସରଟି ଠିକ ହବ। ଓକେ, ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହଉଛି ପରିଷ୍କାର। ପରିଷ୍କାରର ସନ୍ଧି କଲେ ଆମର ତାର ଯୋଉ ପରିଷ୍କାର ଶବ୍ଦଟିର ପ୍ରକୃତ କରେକ୍ଟ ସନ୍ଧିଟି କେଉଁଟା? ପରିହି ଯୁକ୍ତ କାର। ପରିଷ୍କାରର କଣ ହବ ନା ପରିହି ଯୁକ୍ତ କାର। ସମ ଆଉ ପରି ଉପସର୍ଗ ପରେ, ସମ ଆଉ ପରି ଉପସର୍ଗ ପରେ କ୍ରୁ ଧାତୁ ନିଷ୍ପନ୍ନ କାର, କୃତି, କରଣ ପ୍ରଭୃତି ରହିଲେ ସବର୍ଣ୍ଣର ଆଗମନ ହୁଏ ଏବଂ ତାହା ପରବର୍ତ୍ତୀ ବର୍ଣ୍ଣ ସହ ଯୁକ୍ତ ହୁଏ। ସ୍ଥଳ ବିଶେଷରେ ସତ ବିଧି ଅନୁଯାୟୀ ଏଟା ମୂର୍ଧନ୍ୟସରେ କିମ୍ବା ରେ ପରିଣତ ହୁଏ କିମ୍ବା କେତେବେଳେ ଦନ୍ତେଶରେ ରହେ। ତେଣୁକରି କଣ ହବ ନା ସମ ପରି ଉପସର୍ଗ, ଏଠି ଆମର ପରି ଉପସର୍ଗ ରହିଲା ନା ନାଇଁ, ପରି ଉପସର୍ଗ ରହିଲା। ଉପସର୍ଗ ଉପରେ କ୍ରୁ ଧାତୁ ନିଷ୍ପନ୍ନ, କ୍ରୁ ଧାତୁ ନିଷ୍ପନ୍ନ କିଏ ରହିଲା? କାର, କୃତି, କରଣ ପଦ, ତିନିଟା ପଦ ଅଛି। ତେଣୁ ଏଠି ଆମର କାର ପଦଟି ଅଛି, ହେଲେ କଣ ହବ ନା ସର ଆଗମନ ହବ, ସର ପରିସ୍, ଏଠି ହବ କଣ ପରିସ୍ ହେଇଯିବ, ହେଇଗଲା ପରେ ପରିସ୍ ଯୁକ୍ତ କାର କଣ ପରିଷ୍କାର। ମାତ୍ର ଏଠାରେ ଆମର ସତ୍ୟ ବିଧି ଅନୁଯାୟୀ ଏଠି ଆମର ମୂର୍ଧନ୍ୟସର ଯୋଗ ହବ। ଓକେ, ମୂର୍ଧନ୍ୟସ ଯୋଗ ହେଲେ ଆମର ମୂର୍ଧନ୍ୟସରେ କ ଫଳା ଦେଇଦେଲେ ପରିଷ୍କାର, କଟି ଆନ୍ସରଟା ହବ, କ ହଉଛି ଆନ୍ସର ଠିକ। ଏଭଳି ଆହୁରି ମଧ୍ୟ ଏକ୍ସାମ୍ପଲ ଅଛି, ଆପଣ ମାନେ ନେଇପାରିବେ। ପରିଷ୍କୃତ, ପରିଯୁକ୍ତ କୃତ, କୃତ, ଏଠାରେ କଣ ଆମର କ୍ରୁ ଧାତୁ ନିଷ୍ପନ୍ନ କୃତ ରହିଲା, ଏଠାରେ ପରି ଉପସର୍ଗ ରହିଲା, ଏଠି ସର ଆଗମନ ହବ, ଏଠାରେ ସତ୍ୟ ବିଧି ଅନୁଯାୟୀ ଆମର ମୂର୍ଧନ୍ୟସରେ ଲେଖା ହବ ପରିଷ୍କୃତ, ପରିଷ୍କୃତ। ବୁଝିପାରିଲେ? ଏହାର ଆନ୍ସରଟି ଆମର କ ହବ, ଅପସନ କ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହଉଛି ପୂର୍ବ ପଦର ଶେଷ ସ୍ୱର ବର୍ଣ୍ଣ ସହିତ ପ୍ରଥମ ଆମର ପରପଦର ପ୍ରଥମ ସ୍ୱର ବର୍ଣ୍ଣର ମିଳନକୁ କେଉଁ ସନ୍ଧି କହନ୍ତି? ସ୍ୱର ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣର ମିଳନକୁ କଣ ସ୍ୱର ସନ୍ଧି କୁହାଯାଏ। ଏଟା ଆମର ପଢେଇକି ଆସିଥିଲି ସ୍ୱର ସନ୍ଧି କ୍ଲାସ କଲାବେଳେ, ତେଣୁକରି ଗ ହବ ଠିକ ଆନ୍ସର। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ଟି ହଉଛି ପୂର୍ବ ପଦର ଶେଷ ମାନେ ପ୍ରଥମ ପଦର ଶେଷ ଯଦି ବ୍ୟଞ୍ଜନ ବର୍ଣ୍ଣ ଥିବ, ତା ସହିତ ପରପଦ ଯୋଉ ସେକେଣ୍ଡ ପଦ ସହିତ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣ ଥିଲେ କୋଉ ସନ୍ଧି ହବ? ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଳନକୁ ବା ବ୍ୟଞ୍ଜନ ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣ ମିଳନକୁ କଣ ବ୍ୟଞ୍ଜନ ସନ୍ଧି କୁହାଯାଏ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ଟି ହଉଛି ପୂର୍ବ ପଦର ଶେଷରେ ଥିବା ବିସର୍ଗ ସହିତ, ମାନେ ପ୍ରଥମ ପଦର ଶେଷରେ ବିସର୍ଗ ଥିବ, ଦ୍ୱିତୀୟ ପଦରେ ପ୍ରଥମ ଥିବା ସ୍ୱର ବର୍ଣ୍ଣ ମାନେ ବିସର୍ଗ ସହିତ ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ଆମେ କହିବା ସ୍ୱର ସନ୍ଧି, ସରି ଆମର ବିସର୍ଗ ସନ୍ଧି, ଭୁଲ କହିଦେଲି, ସ୍ୱର ସନ୍ଧି ନୁହଁ, ସେଟା ହଉଛି ବିସର୍ଗ ସନ୍ଧି। ତାମାନେ ସ୍ୱର ସନ୍ଧି ସହିତ ସ୍ୱର ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣର ମିଳନକୁ ସ୍ୱର ସନ୍ଧି, ତାର ବ୍ୟଞ୍ଜନ ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି, ବିସର୍ଗ ସହିତ ସ୍ୱର ବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣ ମିଳନକୁ ବିସର୍ଗ ସନ୍ଧି କୁହାଯାଏ। ଓକେ, ନେକ୍ସଟ ହଉଛି ଆମର କଣ ଅତୀବ। ଅତୀବ ସନ୍ଧି ବିଚ୍ଛେଦ କଲେ କଣ? ଅତୀବ ସନ୍ଧି ବିଚ୍ଛେଦ କଲେ ଅପସନ ଡି, କୋଉ ଅପସନ ଠିକ ନା କ, ଅତି ଯୁକ୍ତ ଇବ, ଅତୀବ ଠିକ ହବ। ଓକେ, ଆମର ହର୍ଷେଇ ସହିତ ହର୍ଷେଇର ମିଳନରେ ଦୀର୍ଘଇ ଜାତ ହୁଏ, ସେଇ ଦୀର୍ଘଇଟି ପୂର୍ବ ବର୍ଣ୍ଣର ଶେଷ ପଦରେ ଯୋଗ ହୁଏ। ତାର ନିୟମଟି କଣ ଦେଇଛି ନା ହର୍ଷଇ ବା ଦୀର୍ଘଇ ପରେ, ହର୍ଷଇ ବା ଦୀର୍ଘଇ ଥିଲେ, ହର୍ଷଇ ଥାଉ ବା ଦୀର୍ଘଇ ଥାଉ ଦୁହେଁ ମିଶି କଣ ହେଇଯିବେ ନା ଦୀର୍ଘଇ ହେଇଯିବେ। ଏହା କାରାନ୍ତ ରୂପ ନେଇ କଣ କରିବ ନା ପୂର୍ବ ବର୍ଣ୍ଣର ଯୋଗ ହବ। ହେଲା ନାଇଁ ଆମର ଅତି ଇବ, ହର୍ଷଇ ଇବ। ତେଣୁ ଆପଣ ମାନେ କହିପାରିବେ ଏଠି ବି ଦୀର୍ଘଇ ଅଛି, ନିୟମ ଅନୁସାରେ ଇଏ ବି ହର୍ଷଇ ଅଛି, ତେଣୁ ଇଏ ବି ଦୀର୍ଘଇ ହବ ନା, ଅତି ବୋଲି ଗୋଟେ କିଛି ଶବ୍ଦ ନାହିଁ। ତେଣୁ ଆଉ ଇଏ ଅପସନ ଟି ତ ଭୁଲ ହବ, ଅତ ଅଛି, ଇଏ ଅତି ବ ଅଛି, ଇଏ ଅପସନ ଟି ଭୁଲ ହବ। ଖ ଅପସନ ଟି କାହିଁକି ଭୁଲ ହବ ନା ଆମର ଅତି ଦୀର୍ଘଇକାର ଅତି ବୋଲି ଗୋଟେ ଓଡିଆ ଗ୍ରାମାର କିଛି ଶବ୍ଦ ନାହିଁ, ଏ ଅତିଟି ଅଛି, ତେଣୁ ଅତି ଇବ। ଅତି ଇବ ହେଲେ ହର୍ଷଇ ସହିତ ହର୍ଷରେ ମିଳନ ହେଲା, ମିଳନ ହେଲା ପରେ ଦୀର୍ଘଇ ଜାତ ହେଲା, ହେଲେ ତାହା ତରେ ଯୋଗ ହେଇଯିବ, ତେଣୁ ଅତି ବ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି ଆମର ଆଉ ମଧ୍ୟ ଏକ୍ସାମ୍ପଲ ଅଛି, ଦେଖନ୍ତୁ କଣ ଆମର ନେଇପାରିବା ଯତୀନ୍ଦ୍ର, ଯତୀନ୍ଦ୍ର, ଯତି ଯୁକ୍ତ ଇନ୍ଦ୍ର, ହର୍ଷଇ ସହିତ ହର୍ଷର ମିଳନରେ କଣ ହବ ଦୀର୍ଘଇ ହେଇଯିବ, ତେଣୁକରି ସେ ଦୀର୍ଘଇଟି ଯୋଗ ହେଇଯିବ ତରେ, ଯତି, ଇଏ ଦୀର୍ଘଇଟି ଆମର ଯୋଗ ହେଇଯାଇଛି ଅଲରେଡି, ତେଣୁକରି ଯତୀନ୍ଦ୍ର ରହିଲା, ଯତୀନ୍ଦ୍ର ରହିଲା। ସେ ପରୀକ୍ଷା, ଏଠି ଆମର ହର୍ଷଇ ସହିତ ଦୀର୍ଘଇ ହବ, ପରୀରେ ଯୁକ୍ତ ଇକ୍ଷା କଲେ କଣ ହବ ହର୍ଷଇ ସହିତ ଦୀର୍ଘଇର ମିଳନ ହେଲା, ଦୀର୍ଘଇର ମିଳନ ହେଲେ କଣ ହେଇଯିବ, ଏଇ ଦୁଇଟି ଲୋପ ପାଇଲେ କଣ ହେଇଯିବ ନା ଦୀର୍ଘଇ କାର ଆସିଯିବ, ତେଣୁ ସେ ଦୀର୍ଘଇ କାଟି ରେ ଯୋଗ ହେଇଯିବ ପରୀକ୍ଷା, ସେଟା ଏଇ ନିୟମ ଅନୁସାରେ ହବ। ଓକେ,
ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି, ଏ ପରୀକ୍ଷାଟା ବୁଝିକି ଆଇଲି କଣ, ପରିଯୁକ୍ତ ଇକ୍ଷା। ତେଣୁ ଖ ହବ ଆନ୍ସର, ପରିଯୁକ୍ତ ଇକ୍ଷା। ଇଏ ହବନି, ଇଏ ହବନି, କି ଏଟା ବି ହବନି। ଆମର କ, କ, ଗ, ଘ ଭୁଲ ହବ, ତେଣୁ ଖ ଟା ଆନ୍ସର ଠିକ ହବ। ନେକ୍ସଟ କ୍ୱେଶ୍ଚିନ୍ ହଉଛି, ନିମ୍ନୋକ୍ତ ମଧ୍ୟରୁ କିଏ ସ୍ୱର ସନ୍ଧି? ଆମର ସ୍ୱର ସନ୍ଧି ସହିତ କଣ ନା, ସ୍ୱର ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣର ମିଳନକୁ ସ୍ୱର ସନ୍ଧି କୁହାଯାଏ। ଏଠି ଆମର ରହିଲା ନି ଯୁକ୍ତ ନି ଯୁକ୍ତ ଗତଟି ବିସର୍ଗ ରହିଲା, ତେଣୁକରି ଇଏ ଭୁଲ ହବ। ଉଦ୍ ଯୁକ୍ତ ଘାଟନ, ଏଠି ଦ ରହିଲା, ଏଠି ଆମର ଘ ରହିଲା, ଇଏ ଆମର କଣ ବ୍ୟଞ୍ଜନ ବର୍ଣ୍ଣ ରହିଲା। ବିପଦ ଜନକ, ଇଏ ଆମର ବ୍ୟଞ୍ଜନ ବର୍ଣ୍ଣ ରହିଲା, ଇଏ ଭୁଲ ହବ। ତେଣୁକରି କମ୍ବଳ ଆସନ, ଇଏ ଆମର ଆସନଟା ଅ ଟା ଆମର ସ୍ୱର ବର୍ଣ୍ଣ ରହିଲା, ପ୍ରଥମ ପଦ। ଆମର ଯୋଉ ପ୍ରଥମ, ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଆ ଟା ଆମର ସ୍ୱର ବର୍ଣ୍ଣ ରହିଲା। ମାତ୍ର ଆମେ ଯଦି ଭାବିବେ କମ୍ବଳ, କମ୍ବଳ ତ ଳ ଟା ହଉଛି ଆମର ବ୍ୟଞ୍ଜନ ବର୍ଣ୍ଣ, ମାତ୍ର ଳ ଆମେ ଯୋଉ ଉଚ୍ଚାରଣ କରୁଛନ୍ତି ଅ ଉଚ୍ଚାରଣ ଆସୁଛି, ଳ, ଳ। ବୁଝିପାରିଲେ ତ? ଯେତେବେଳେ ବ୍ୟଞ୍ଜନ ବର୍ଣ୍ଣର କୌଣସି ଶବ୍ଦ ଲେଖାଯାଏ, ସେଟା ହଲନ ଦିଆଯାଏ, ଯେମିତି ଉଦ୍, ବିପଦ, ହଲତ ଦିଆଗଲା, ସେଠି ଆଉ ଅ ଉଚ୍ଚାରଣ ଆସୁନି, ସେଇଟା ହଉଛି ବ୍ୟଞ୍ଜନ ବର୍ଣ୍ଣ। କିନ୍ତୁ ଯେତେବେଳେ ଉଦ, ଯୋଉ ବିପଦ ଏମିତି ଲେଖିବା, ସେଠି ଅ ଉଚ୍ଚାରଣ ଆସୁଛି। ତେଣୁକରି ସେଠି କଣ ସ୍ୱର ବର୍ଣ୍ଣର ଉଚ୍ଚାରଣ ଆସୁଛି। ତେଣୁ କମ୍ବଳରେ ବି ସ୍ୱର ବର୍ଣ୍ଣର ଉଚ୍ଚାରଣ ଆସୁଛି। ତେଣୁ କମ୍ବଳ ଯୁକ୍ତ ଆସନ, ସ୍ୱର ବର୍ଣ୍ଣର ସ୍ୱର ବର୍ଣ୍ଣର ମିଳନ ହେଇଛି, କମ୍ବଳ ଆସନ ହବ। କମ୍ବଳ ଆସନ ହେଲେ ଏଇଟା ହବ ଆମର ସ୍ୱର ସନ୍ଧି। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି, ପୁରୁଷ ଉତ୍ତମ, ଏହାର ଆମର ସନ୍ଧି କଲେ କଣ ହବ? ନା ଆନ୍ସର ଟି ଜାଣିଥିବେ, ଏଟା ବହୁତ ସହଜ। କଣ, ପୁରୁଷୋତ୍ତମ। ଏହାର ସନ୍ଧି କଲେ କଣ ଆସିବ? ନା ପୁରୁଷୋତ୍ତମ ଆସିବ। ଓକେ, ପୁରୁଷୋତ୍ତମ ହେଲେ କିପରି ହେଲା ନା, ତା ନିୟମଟି କଣ ରହିଛି? ନା ନିୟମଟି ରହିଛି କଣ, ଅ ବା ଆ ପରେ ହର୍ଷ ବା ଦୀର୍ଘ ଥିଲେ ଦୁହେଁ ମିଶି ଓ ହୁଅନ୍ତି। ଅ ବା ଆ ପରେ ପୁରୁଷ, ଅ ଉଚ୍ଚାରଣ ଆସିଲା, ତେଣୁକରି ତାର ଉତ୍ତମ, ଉତ୍ତମ ହେଲେ ହର୍ଷକୁ ଆସିଲା ପ୍ରଥମ ବର୍ଣ୍ଣଟି, ହର୍ଷକୁ ଆସିଲା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ହର୍ଷକୁ ଆସିଲା, ଦୁହେଁ ମିଶି କଣ ହେଇଯିବେ? ନା ଓ ହେଇଯିବେ। ଏଇ ଓଟି ପୂର୍ବବର୍ତ୍ତୀ ଯୋଉ ପଦ ଅଛି ତାହାର ଶେଷ ବର୍ଣ୍ଣରେ ଯୋଗ ହବ। ପୁରୁଷ ହଉଛି ପୂର୍ବବର୍ତ୍ତୀ ପଦ, ତେଣୁକରି ଓ କାର ହେଇ ଆମର ପୁରୁଷ ହୋଇଗଲା। ଆଉ ଇଏ ଉତ୍ତମରୁ ଓ ଲୋପ ପାଇଗଲା, ଓଟା ଯୋଗ ହୋଇଯାଇଛି ଅ ସହିତ, ପୁରୁଷୋତ୍ତମ। ବୁଝିପାରିଲେ? ତେଣୁ ଖ ହବ କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି କଣ ନା, ଜନୈକ। ଜନୈକର ସନ୍ଧି କଲେ କଣ ହବ? ଏଠି ଆମର ଦେଇଛି କଣ, ଜନଇ ଯୁକ୍ତ ଏକ ଦେଇଛି। ଏଠି ଆମର ଦେଇଛି କଣ, ଜନ ଯୁକ୍ତ ଏକ ଦେଇଛି, ଇକ ଦେଲା, ଜନ ଯୁକ୍ତ ଏକ, ଜନେ ଯୁକ୍ତ ଏକ। କରେକ୍ଟ ଆନ୍ସର ଟି ହବ ହ, ଜନ ଯୁକ୍ତ ଏକ। ଅ ସହିତ ଇ ର ଯୋଗ ହେଲେ କଣ ହୁଏ? ନା ଐ ହୁଏ। ତାର ନିୟମଟି କଣ ଦେଇଛି ଦେଖନ୍ତୁ, ନା ଅ ବା ଐ ପରେ ଏ ବା ଐ ଥିଲେ ଦୁହେଁ ମିଶି ଐ ହୁଅନ୍ତି। ସେଇ ଖ ଟା ଆମର କରେକ୍ଟ ଆନ୍ସର ହବନି, ଆମର ଆନ୍ସର ହବ କଣ, ଗ ଟା ହବ ଆମର କରେକ୍ଟ ଆନ୍ସର। ଓକେ, ଗୋଟେ ଭୁଲ କହିଛି, ତେଣୁକରି ଆମର ଗ ଟା ହବ କରେକ୍ଟ ଆନ୍ସର। ଅ ବା ଐ ପରେ, ସରି, ଅ ବା ଆ ପରେ ଏ ବା ଐ ଥିଲେ ଦୁହେଁ ମିଶି ଐ ହୁଅନ୍ତି। ଏଇ ଐଟି ପୂର୍ବବର୍ତ୍ତୀ ବର୍ଣ୍ଣରେ ଯୋଗ ହୋଇଯାଏ। ଜନୈକ, ଜନ ଯୁକ୍ତ ଏକ, ଜନୈକ, ଏଟା ଗ ହବ କରେକ୍ଟ ଆନ୍ସର। ଜନୈକର ଜନ ଯୁକ୍ତ ଏକ। ଏହାପରେ ଆଉ ମଧ୍ୟ ଆମର ଏକ୍ସାମ୍ପଲ ନେଇପାରିବା, ଯେପରି ଆମର ତଥୈବ। ତଥୈବଟା କେମିତି କେମିତି ହଉଛି, ତଥା ଯୁକ୍ତ ଏବ। ଅ ବା ଆ ଦେଇଛି, ଏଠି ଆମର କଣ ଅଛି, ଆ ଅଛି, ପ୍ରଥମ ପଦର ଶେଷ ବର୍ଣ୍ଣରେ ଆ ରହିଲା, ଆ ସହିତ ଆମର ଏ ଯୋଗ ହେଲେ କଣ ହବ, ଐ ହବ। ଏଇ ଐଟି କଣ, ପୂର୍ବ ବର୍ଣ୍ଣ ଥରେ ଯୋଗ ହେଇଯିବ, ତଥୈବ। ସେଭଳି ହିତୈଷୀ, ହିତ ଯୁକ୍ତ ଏସି, ଏଠି ଆମର ଅ ଉଚ୍ଚାରଣ ଆସୁଛି, ଅ ସହିତ ଏ ର ଯୋଗ ହେଲେ କଣ ହେଇଯିବ, ଐ ହେଇଯିବ। ଐକାରାନ୍ତ ରୂପ ନେଇକି ତରେ ଯୋଗ ହେଇଯିବ, ହେଲେ ହିତୈଷୀ। ଓକେ, ବୁଝିପାରିଲେ ଏ ନିୟମଟି? ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ଆମର କଣ ହେଲା, ନା ନିମ୍ନୋକ୍ତ ଶବ୍ଦ ମାନଙ୍କ ମଧ୍ୟରୁ କିଏ ସ୍ୱର ସନ୍ଧି ନୁହେଁ? ଦିଗନ୍ତର କଣ, ଦିକ୍ ଯୁକ୍ତ ଅନ୍ତ, କି ସ୍ୱର ସନ୍ଧି ନୁହେଁ। ଓକେ, ମହାଦଧିର କଣ, ଲମ୍ବ ଉଦର। ବିଦ୍ୟାଳୟ, ବିଦ୍ୟା ଯୁକ୍ତ ଆଳୟ, ମହାଯୁକ୍ତ ଉଦଧି, ଲମ୍ବ ଯୁକ୍ତ ଉଦର। ତେଣୁକରି କରେକ୍ଟ ଆନ୍ସର ଆମର ଦେଖନ୍ତୁ, ବିଦ୍ୟାଳୟର ହଉଛି କଣ, ବିଦ୍ୟା ଯୁକ୍ତ ଆଳୟ। ବିଦ୍ୟାଳୟର କଣ, ବିଦ୍ୟା ଯୁକ୍ତ ଆଳୟ। ଏଠି କଣ, ଆଳୟ, ଆଳୟ ହେଲେ କଣ, ଏଠି ଆ ରହୁଛି, ଏଠି ଆ ରହୁଛି, ଇଏ ସ୍ୱର ସନ୍ଧି। ତେଣୁ ଇଏ ଆମର ସ୍ୱର ସନ୍ଧି ଅଟେ, ତେଣୁକରି ଇଏ ଅପସନ ଠିକ ହବନି। ଲମ୍ବ ଯୁକ୍ତ ଉଦର, ଲମ୍ବୋଦର, ଲମ୍ବ ଯୁକ୍ତ ଉଦର, ଲମ୍ବରେ ଏଠି ଅ ଉଚ୍ଚାରଣ ଆସୁଛି, ଅ ସହିତ ଉ ଯୋଗ, ଆମର ଉ ଯୋଗ ହେଇଛି, ତେଣୁ ଇଏ ବି ଆମର ସ୍ୱର ସନ୍ଧି। ମହାଯୁକ୍ତ ଉଦଧି, ମହାଯୁକ୍ତ ଉଦଧି,
ଏଠି ଆମର ଆ ସହିତ ଉ ର ଯୋଗ ହେଇକି ଓ ହେଇଛି, ତେଣୁ ଇଏ ବି ସ୍ୱର ସନ୍ଧି। ଦିଗନ୍ତ ହଉଛି ଆମର ସ୍ୱର ସନ୍ଧି ନୁହେଁ। ସେ ତିନିଟା ସ୍ୱର ସନ୍ଧି। ଦିଗନ୍ତ କଣ ନା ଏଠି ଏଇଟା ଆମର ବ୍ୟଞ୍ଜନ ବର୍ଣ୍ଣ ଆସିଲା, ବ୍ୟଞ୍ଜନ ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣ ମିଳନ କୁ ଆମେ କଣ କହନ୍ତି ନା ବ୍ୟଞ୍ଜନ ସନ୍ଧି। ତେଣୁକରି ଏଇଟା ୟାର ଆନ୍ସର ହଉଛି କଣ ଦିଗନ୍ତ। ତେଣୁକରି ଆମର ଏଇ କୋଶ୍ଚିନ୍ର ଆନ୍ସର ହବ କଣ ନା ଦିଗନ୍ତ ହଉଛି ସ୍ୱର ସନ୍ଧି ନୁହେଁ। ନିମ୍ନୋକ୍ତ ମଧ୍ୟରୁ କିଏ ସ୍ୱର୍ଗତର ସନ୍ଧି ବିଚ୍ଛେଦ ରୂପ? ଓକେ, ସ୍ୱର୍ଗତର ସନ୍ଧି ବିଚ୍ଛେଦ ରୂପ କିଏ ହବ ନା ଆମର ଗ ଟି ହବ କରେକ୍ଟ ଆନ୍ସର। କୋଉଟା ହବ ନା ଗ। ଗ କଣ ସ୍ୱ ଯୁକ୍ତ ଗତ ସ୍ୱର୍ଗତ। ତାର ନିୟମ କଣ ଦେଲା ନା ନିୟମ ଦେଲା ର ରୂପୀ ବିସର୍ଗ ପରେ କଣ ସ୍ୱର ବର୍ଣ୍ଣ କିମ୍ବା ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ କିମ୍ବା ଜରଳ ବହ ଥିଲେ ବିସର୍ଗ ସ୍ଥାନରେ ର ହୁଏ। ଏଠାରେ ବିସର୍ଗ ପରେ କଣ ଅଛି ନା ଗ ଅଛି। ଗଟି ହଉଛି କ ବର୍ଗର ତୃତୀୟ ବର୍ଣ୍ଣ କ ଖ ଗ। ତେଣୁ ତୃତୀୟ ବର୍ଣ୍ଣ ନିୟମ ଆମର ସାଟିସ୍ଫାଇ କଲା। ତେଣୁ ତୃତୀୟ ବର୍ଣ୍ଣ ଯେହେତୁ ଅଛି ତେଣୁ ବିସର୍ଗ ସ୍ଥାନରେ କଣ ର ହେଇଯିବ ସ୍ୱର ଯୁକ୍ତ ଗତ। ତେଣୁକରି କଣ ଏ ର ଟା ପରବର୍ତ୍ତୀ ବର୍ଣ୍ଣରେ ଯୋଗ ହେଇଯିବ ସ୍ୱର୍ଗତ ହେଇଗଲା। ବୁଝିପାରିଲେ? ଆଉ ଗୋଟେ ଏକ୍ସାମ୍ପଲ ନେଲେ କଣ ଦେଖନ୍ତୁ ଦୁର୍ଗତିରେ କଣ ଦୁ ଯୁକ୍ତ ଗତି। ବିସର୍ଗ ପରେ କ ବର୍ଗର ଆମର ତୃତୀୟ ବର୍ଣ୍ଣ ଅଛି ଗ। ତେଣୁକରି ଏଠି ଆମର ବିସର୍ଗ ସ୍ଥାନରେ ଦୂର ହେଇଯିବ। ଦୂର ହେଇଗଲେ ଏଇ ର ଟା ରେଫ ଆକାରରେ ଗ ରେ ଯୋଗ ହେଇଯିବ ଦୁର୍ଗତି। ସେଇଭଳି ନିର୍ଜନ ନି ଯୁକ୍ତ ଜନ ନିର୍ଜନ। ଏଠି ଆମର କଣ ଅଛି କଚଟ ତପ ତ ବର୍ଗର ଏଟା ଅଛି ଛ ଛ ଛ ବର୍ଗର ଅଛି ଛ ଛ ଝ ନିୟ ହେଲେ ଆମର ତୃତୀୟ ବର୍ଣ୍ଣ ରହୁଛି ଛ ବର୍ଗର ତୃତୀୟ ବର୍ଣ୍ଣ ଛ ଛ ଜ ରହିଲା। ତେଣୁକରି ବିସର୍ଗ ସ୍ଥାନରେ କଣ ହେଇଯିବ ନା ର ହେଇଯିବ ନିର ହେଇଗଲା। ନିର ଯୁକ୍ତ ଜନ ହେଇଗଲା। ତ ଏଇ ର ଟା ଆମର ରେଫ ଆକାରରେ ଯୋଗ ହେଇଯିବ ପରବର୍ତ୍ତୀ ବର୍ଣ୍ଣରେ ନିର୍ଜନ ହେଲା। ବୁଝିପାରିଲେ? ସ୍ୱର୍ଗତର ସନ୍ଧି ହବ ସ୍ୱହ ଯୁକ୍ତ ଗତ ସ୍ୱର୍ଗତ। ଓକେ, ପରବର୍ତ୍ତୀ କ୍ୱେଶ୍ଚିନ୍ ହଉଛି ସନ୍ଧି କେତେ ପ୍ରକାରର? 3 ପ୍ରକାରର। ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଆଉ ଆମର ବିସର୍ଗ ସନ୍ଧି। ଅ ବା ଆ ପରେ ଅ ବା ଥିଲେ ଦୁହେଁ ମିଶି କଣ ହୁଅନ୍ତି? ଅ ବା ଆ ପରେ ଅ ବା ଥିଲେ ଦୁହେଁ ମିଶି କଣ ଆ ହେବେ। ବୁଝିପାରିଲେ? ଦୁହେଁ ମିଶି କଣ ହେବେ ନା ଆ ହେବେ। ଅ ବା ଆ ପରେ ଅ ବା ଆ ଥିଲେ ଆ ହେବେ। ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି ସୁଧାକର। ଓକେ, ସୁଧାକର ସନ୍ଧି ବିଚ୍ଛେଦ କଲେ କଣ ହବ? ସୁଧାକର ସନ୍ଧି ବିଚ୍ଛେଦ କଲେ କଣ ହବ ନା ଆମର ଅପସନ ଖ ଟା ହବ କରେକ୍ଟ ଆନ୍ସର। ସୁଧା ଯୁକ୍ତ ଆକାର ସୁଧାକର। ଅ ବା ଆ ପରେ ଅ ବା ଆ ଥିଲେ ଦୁହେଁ ମିଶି ଆକାର ହୁଅନ୍ତି, ତା ପୂର୍ବ ବର୍ଣ୍ଣରେ ଯୋଗ ହୁଏ। ଏଇଟା ଆମର ନିୟମ। ତେଣୁ ପରବର୍ତ୍ତୀ ହଉଛି ହର୍ଷେଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି କଣ ହେବେ ନା ଦୀର୍ଘଇ ହେବେ। ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି ଦୀର୍ଘଇ ହେବେ। ଓକେ, ନେକ୍ସଟ ହଉଛି କଣ ନା ସାଧୁ ଯୁକ୍ତ ଉଦ୍ୟମ ହେଲେ କରେକ୍ଟ ଆନ୍ସରଟି କଣ ହବ? କରେକ୍ଟ ଆନ୍ସରଟି ହବ ଆମର ଘ ହବ ସାଧୁଦ୍ୟମ। ଓକେ, ସାଧୁଦ୍ୟମ ଧରେ ଦୀର୍ଘକାର ହେଇଛି। ତା ନିୟମଟି କଣ କହିଲା ନା ଦେଖୁନ ହର୍ଷ ବା ଦୀର୍ଘ ପରେ ହର୍ଷ ବା ଦୀର୍ଘ ଥିଲେ ସେଟା କଣ ହେଇଛି ଭୂର୍ଧ ହେଇଥିଲା ସେଇଭଳିଆ। ହର୍ଷ ବା ଦୀର୍ଘ ପରେ ହର୍ଷ ବା ଦୀର୍ଘ ଥିଲେ ତା ଦୁହେଁ ମିଶି ଦୀର୍ଘ ହୁଅନ୍ତି। ଏଇ ଦୀର୍ଘଟି ପୂର୍ବବର୍ତ୍ତୀ ବର୍ଣ୍ଣରେ ଯୋଗ ହୁଏ। ହେଲା ନା ଆମର ସାଧୁରେ ହର୍ଷ ଅଛି, ଉଦ୍ୟମରେ ହର୍ଷ ଅଛି, ଦୁଇଟା ଯୋଗ ହେଇଗଲେ ଦୀର୍ଘ ହେଲେ ଦୀର୍ଘ ହେଇଗଲା ପରେ ସେଇ ଦୀର୍ଘଟି ଦୀର୍ଘ କାରାନ୍ତ ରୂପ ନେଇ ପୂର୍ବବର୍ତ୍ତୀ ବର୍ଣ୍ଣରେ ଧରେ ଯୋଗ ହେଲା। ଧରେ ଯୋଗ ହେଲେ କଣ ସାଧୁ ଉଦ୍ୟମ। ସେଭଳି ଭୂର୍ଧ ରହିଲା, ସୁକ୍ତି ରହିଲା। ସରେ ହର୍ଷକାର ସୁ ଉକ୍ତି। ଏ ହର୍ଷଉ ଇଏ ହର୍ଷଉ ଦୁଇ ହର୍ଷଉ ଯୋଗ ହୋଇ ଆମର ଦୀର୍ଘ ହେଇଯିବେ। ଦୀର୍ଘ କାରାନ୍ତ ରୂପ ନେଇଗଲେ ସୁ ଆମର ଦନ୍ତେଶ୍ୱର ଯୋଗ ହେଇଯିବେ ସୁକ୍ତି ହେଇଗଲା। ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ହଉଛି କଣ ଅ ବା ଆ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି କଣ ହୁଅନ୍ତି? ଅ ବା ଆ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି କଣ ହେବେ ନା ଏକାର ହେବେ। ଓକେ, ଏକାର ହେବେ। ତାର ଏକ୍ସାମ୍ପଲ ଟା ଆମର ନେଇପାରିବା ଶୁଭେଚ୍ଛା ଯେମିତି ରହିଲା। ଶୁଭ ଯୁକ୍ତ ଇଚ୍ଛା ଇଚ୍ଛା ହର୍ଷଇ। ଅ ବା ଆ ପରେ ହର୍ଷିକାର ଯୋଉ ଆମର ହର୍ଷଇ ଅଛି ଏଟା ଇଏ ହେଇଯିବ। ଏ ହେଇ ଆମର ଯୋଗ ହେଇଯିବ ଭରେ ଯୋଗ ହେଲେ ଶୁଭେଚ୍ଛା। ସେଭଳି ଏଇ କ୍ୱେଶ୍ଚିନ୍ ହେଲା ମହେନ୍ଦ୍ରର ସନ୍ଧି ବିଚ୍ଛେଦ କଲେ କଣ? ଓକେ, ମହେନ୍ଦ୍ରର ସନ୍ଧି ବିଚ୍ଛେଦ କଣ ହବ
ନା ମହାଯୁକ୍ତ ଇନ୍ଦ୍ର ମହେନ୍ଦ୍ର। ମହାଯୁକ୍ତ ଇନ୍ଦ୍ର ମହେନ୍ଦ୍ର। ଏଇଟା ଆମର ସେଇ ମାନେ ଯୋଉ ପୂର୍ବ ଯୋଉ ଏକ୍ସାମ୍ପଲଟା ଆମେ ପଢିକି ଆସିଲେ ତାରି ନିୟମଟି ଏଠି ଲାଗୁ ହବ। କେମିତି ନା ଏ କଟା ହବ ଆନ୍ସର। କେମିତି ହେଲା ନା ମହାଯୁକ୍ତ ଇନ୍ଦ୍ର ମହେନ୍ଦ୍ର ଅ ବା ଆ ପରେ ଅ ବା ଆ ପରେ ହର୍ଷଇ ଦୀର୍ଘଇ ଥିଲେ କଣ ହବ ନା ଏ ଆସିଯିବ। ଏଇ ଏଟା ଏ କାରାନ୍ତ ରୂପ ନେଇ ଆମର ପୂର୍ବବର୍ତ୍ତୀ ଶବ୍ଦର ଯୋଉ ଶେଷ ବର୍ଣ୍ଣ ଅଛି ବା ପୂର୍ବ ବର୍ଣ୍ଣ ଯୋଉ ଅଛି ସେଠି ଏ କାରାନ୍ତ ରୂପରେ ଯୋଗ ହବ। ମହେନ୍ଦ୍ର ଏଠି ଆ ଅଛି ଏଠି ହର୍ଷଇ ଅଛି ଆ ହର୍ଷଇ ଯୋଗ ହୋଇ କଣ ହେଇଗଲା ଏ ହେଲା ଏଟା କାରାନ୍ତ ରୂପ ନେଇ ହର ଯୋଗ ହେଇଯିବ ହେଲେ ମହେନ୍ଦ୍ର। ବୁଝିପାରିଲେ? ନେକ୍ସଟ ହେଲା ସେ ନିୟମଟା ଦେଇଛି ଏଠି ଆମର ଅ ବା ଆ ପରେ ହର୍ଷଇ ବା ଦୀର୍ଘ ହେଇଥିଲେ ଦୁଇ ମିଶି ଏ ହୁଅନ୍ତି। ଏ ଧ୍ୱନିଟି ଏକାର ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ନେକ୍ସଟ ହେଲା କଣ ନା ଅ ବା ଆ ପରେ ହର୍ଷ ବା ଦୀର୍ଘ ଥିଲେ ଦୁଇ ମିଶି କଣ ହୁଅନ୍ତି? ଅ ବା ଆ ପରେ ହର୍ଷ ବା ଦୀର୍ଘ ଥିଲେ ଦୁଇ ମିଶି କଣ ହେବେ ନା ଆମର ଓ ହେବେ। ହେଲା ଓ ହେବେ। ଗୋଟେ ଏକ୍ସାମ୍ପଲ ନେଇଯିବା ଲମ୍ବ ଯୁକ୍ତ ଉଦର। ଏଠି ଅ ଅଛି ଲମ୍ବ ଏଠି ଉ ଅଛି ହର୍ଷ ଉ ଅଛି ତେଣୁ ଅ ପରେ ହର୍ଷ ଉ ରହିଲା ନିୟମ ଅନୁସାରେ କଣ ହବ ଓ ହେଇଯିବ। ତେଣୁ ଓ ହେଲେ କଣ ହବ ଲମ୍ବ ଉଦର ଉଦର ହେଲା। ସେ ଓଟି ପୂର୍ବ ବର୍ଣ୍ଣରେ ଆମର ଯୁକ୍ତ ହେଇଯିବ। କଣ ହେଇଯିବ ନା ଲମ୍ବ ଦର। କରେକ୍ଟ ଆନ୍ସର ଆସିବ କଣ ଲମ୍ବ ଦର। ସେଭଳି ଚଳ ଉର୍ମି ଚଳ ଯୁକ୍ତ ଦୀର୍ଘ ଉର୍ମିଟା ହଉଛି ଦୀର୍ଘ ଉର୍ମି ହେଲେ କଣ ଳରେ ଅ ଆଉଛି ଉଚ୍ଚାରଣ ଅ ସହିତ ଆମର ଦୀର୍ଘ ଯୋଗ ହେଲା ଦେଇଛି ଅ ବା ଅ ପରେ ଦୀର୍ଘ ଯୋଗ ହେଲେ କଣ ହବ ଓ କାର ଆସିଯିବ। ଦୀର୍ଘଟା ଉଠିଯାଇ କଣ ଓ ହେଇଯିବ। ଏ ଓଟି କାରାନ୍ତ ରୂପ ନେଇକି ପୂର୍ବ ବର୍ଣ୍ଣରେ ଯୋଗ ହେଇଯିବ କଣ ହବ ଚଳ ଉର୍ମି ଚଳ ଉର୍ମି। ଓକେ ନେକ୍ସଟ ହେଲା କଣ ଅ ବା ଆ ପରେ ରୁ ଥିଲେ ଦୁଇ ମିଶି କଣ ଅ ବା ଆ ପରେ ରୁ ଥିଲେ ଅ ବା ଆ ପରେ ଯଦି ରୁ ଥିବ ରୁଟା କଣ ହେଇଯିବ ନା ରେଫ ହେଇଯିବ। କେମିତି ଏକ୍ସାମ୍ପଲ ଦଉଛି ସପ୍ତ ଏଟା ଅ ରହିଲା ଯୁକ୍ତ ଋଷି ଏଠି ଆମର ରୁ ରହିଲା ଋଷି ଏଠି ଆମର ରୁ ରହିଲା ରୁରେ ଅ ପରେ ଅ ସହିତ ରୁ ଯୋଗ ହେଲେ କଣ ରେଫ ହେଇଯିବ। ଏ ରେଫଟି ପରବର୍ତ୍ତୀ ବର୍ଣ୍ଣରେ ଯୋଗ ହେଇଯିବ କଣ ହେଇଯିବ ନା ସପ୍ତର୍ଷି ସପ୍ତର୍ଷି। ଆଉ ଗୋଟେ ଏକ୍ସାମ୍ପଲ ସେଭଳି ରାଜା ଯୁକ୍ତ ଋଷି କୁହାଯାଇଛି କଣ ଅ ବା ଆ ପରେ ରୁ ଥିଲେ ଏଠି ଆ ଅଛି ଆ ସହିତ ରୁ ଯୋଗ ହେଲା ରେଫ ହେଇଯିବ। ରେଫଟି ପରବର୍ତ୍ତୀ ବର୍ଣ୍ଣରେ ମାନେ ଦ୍ୱିତୀୟ ଶବ୍ଦର ପରବର୍ତ୍ତୀ ବର୍ଣ୍ଣରେ ରେଫ ଆକାରରେ ଯୋଗ କଣ ହେଲା ରାଜର୍ଷି। ନେକ୍ସଟ କ୍ୱେଶ୍ଚନ ହେଲା ସେଇ ଯୋଉ ରାଜର୍ଷିର କଣ ହବ ଆନ୍ସର ଆମର ରାଜା ଯୁକ୍ତ ଋଷି। ମୁଁ ଏବେ ଡିସ୍କସନ କରିକି ଆସିଲି। ଓକେ ନେକ୍ସଟ କ୍ୱେଶ୍ଚନ ହେଲା ଅ ବା ଆ ପରେ ଅ ବା ଆ ପରେ ଏ ବା ଐ ଥିଲେ ଦୁହେଁ ମିଶି କଣ ହୁଅନ୍ତି ଅ ବା ଆ ପରେ ଏ ବା ଐ ଥିଲେ ଦୁହେଁ ମିଶି ଐ ହୁଅନ୍ତି। ଓକେ କିପରି ଏକ୍ସାମ୍ପଲ ଦିଅନ୍ତୁ ଦେଖନ୍ତୁ ଏକ୍ସାମ୍ପଲ ହିତ ହିତୈଷୀ ନେବା ଏକ୍ସାମ୍ପଲ ହିତ ଯୁକ୍ତ ଇୟସି ଇଏ ହିତ ଯୁକ୍ତ ଏସି ହିତୈଷୀ ଦେଖ ହିତ ଯୁକ୍ତ ଏସି ହିତୈଷୀ ଅ ଅଛି ଅରେ ଏ ଯୋଗ ହେଲା କଣ ହବ ଐ ହେଇଯିବ ଐ ହେଲା ପରେ ତା ପୂର୍ବବର୍ତ୍ତୀ ବର୍ଣ୍ଣରେ ଐକାରାନ୍ତ ରୂପ ନେଇଯିବ ହିତୈଷୀ। ସେଇଭଳି ତଥୈବ ତଥା ଯୁକ୍ତ ଏବ ନିୟମ କହିଛି ଅ ବା ଆ ପରେ ଏଠି ଆ ଅଛି ଏଠି ଏ ଅଛି ଅ ବା ଆ ପରେ ଏ ବା ଐ ଥିଲେ ଏ ଅଛି ତେଣୁ ଆ ଏ ଯୋଗ ହେଇ କଣ ହେଇଯିବ ନା ଐ ହେଇଯିବ। ଏହି ଐଟି ପୂର୍ବବର୍ତ୍ତୀ ବର୍ଣ୍ଣରେ କଣ ହେଇଯିବ ନା କାରାନ୍ତ ରୂପ ଐକାରଟା ଏଇଭଳିଆ ତଥୈବ କାରାନ୍ତ ରୂପ ଯୋଗ ହେଇଯିବ ତଥୈବ ହେଲା। ଓକେ ପରବର୍ତ୍ତୀ କ୍ୱେଶ୍ଚନ ଅଛି ଅତୁଳୈଶ୍ୱର୍ଯ୍ୟ ସନ୍ଧି ବିଚ୍ଛେଦ କଲେ କଣ ହବ ନା ତାର କରେକ୍ଟ ଆନ୍ସରଟି ଆମର ହବ ଗ ଅତୁଳ ଐଶ୍ୱର୍ଯ୍ୟ। ଏବେ ପଢିକି ଆସିଲେ ଅ ବା ଆ ପରେ ଏ ବା ଐ ଥିଲେ କଣ ଐ ହବ ତେଣୁକରି ଅତୁଳ ଅ ରହିଲା ଏଠି ଅ ଯୁକ୍ତ ଐ ମିଶିଗଲା କଣ ଐ ହେଇଗଲା ତେଣୁକରି ଐଟା ଏଠି ଯୋଗ ହେଇଯିବ। ବୁଝିପାରିଲେ ତଥୈବ ଏକ୍ସାମ୍ପଲଟି ମୁଁ ଡିସ୍କସନ କରିକି ଆସିଲି ତଥା ଯୁକ୍ତ ଏବ ତଥୈବ ତଥା ଯୁକ୍ତ ଏବ ତଥୈବ କରେକ୍ଟ ଆନ୍ସର ତଥୈବ। ନେକ୍ସଟ କ୍ୱେଶ୍ଚନଟି ହଉଛି ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଭିନ୍ନ ହର୍ଷଇ ବା ଦୀର୍ଘଇ ପରେ ଏଠି ହର୍ଷଇ ଆଉ ଦୀର୍ଘଇ ପରବର୍ତ୍ତୀ ପଦରେ ରହିବ ନାହିଁ ପରବର୍ତ୍ତୀ ଯୋଉ ବର୍ଣ୍ଣ ରହିବ ରହିବ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ସେଇ ଦିଟା ଛାଡିଦେଇ ଆଉ ଯୋଉ 11ଟା ଯୋଉ 9 ଯୋଉ ସ୍ୱର ବର୍ଣ୍ଣ ଥିଲା ଆଉ ଯୋଉ ସ୍ୱର ବର୍ଣ୍ଣ ଥିଲେ ହର୍ଷଇ ଦୀର୍ଘଇ ସ୍ଥାନରେ କଣ ହବ ନା ୟ କରେକ୍ଟ ଆନ୍ସର ହବ ୟ। କିପରି ଏକ୍ସାମ୍ପଲ ଦେଖିବା ପ୍ରତ୍ୟହଟା ନବା ପ୍ରତି
ଯୁକ୍ତ ଅହ। ଏଠି ହର୍ଷଇ ରହିଲା। ତାପରେ ଆମର ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣ କଣ ରହିଲା? ଅ। ହର୍ଷଇ ଦୀର୍ଘ ଇ ନାହିଁ, ଅ ରହିଲା। ତେଣୁକରି କଣ ହବ ନା ହର୍ଷଇ ସ୍ଥାନରେ କଣ ୟ ହବ। ଏଠି ୟଟା କାରାନ୍ତ ରୂପ ନେଇଯିବ। କାରାନ୍ତ ରୂପ ନେଇ ଯୋଗ ନେଲେ କଣ ପ୍ରତ୍ୟୟ ୟ ଯୁକ୍ତ ଅ ଯେ ୟ ପ୍ରତ୍ୟୟ ପ୍ରତ୍ୟୟ। ଆଉ ଗୋଟେ ସେଭଳି ନେଇଯିବା ଇତ୍ୟାଦି। ଇତ୍ୟାଦିରେ କଣ ଇତି ଯୁକ୍ତ ଆଦି। ଇତି ଯୁକ୍ତ ଆଦି ହେଲେ କଣ ହବ? ହର୍ଷଇ ସହିତ ଆର ଯୋଗ ହେଲେ କଣ ହବ ନା ୟ ଆସିବ। ନିୟମ କହିଲା ହର୍ଷଇ ଦୀର୍ଘ ଇ ପରେ ହର୍ଷଇ ଦୀର୍ଘ ଇ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ୟ ହବ। ୟ ହେଲେ କଣ ୟ ଆସିଲା। ତେଣୁ ଇତ୍ୟ ହେଲା। ଏଟା କଣ ଇତ୍ୟ ହେଇଗଲା। ଇତ୍ୟ ଯୁକ୍ତ ଆଦି ଇତ୍ୟାଦି। ବୁଝିପାରିଲେ? ଆମର ନେକ୍ସଟ କୋଶ୍ଚିନ୍ ହଉଛି କଣ ନା ସୂଚି ଯୁକ୍ତ ଅଗ୍ର। ସୂଚି ଯୁକ୍ତ ଅଗ୍ର କଣ ହବ ନା କରେକ୍ଟ ଆନ୍ସର ଟି ହବ ସେଇ ନିୟମ ପାଳନ ହବ। ୟ ନିୟମ ସୂଚ୍ୟଗ୍ର ହବ। କାରଣ ହର୍ଷଇ ପରେ ଆମର ହର୍ଷଇ ଭିନ୍ନ ହର୍ଷଇ ଦୀର୍ଘ ଇ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଅଛି କଣ ଅ ଅଛି। ଯେହେତୁ ଅ ଅଛି ତେଣୁକରି ହର୍ଷଇ ଜାଗାରେ ଆମର ୟ ହେଇଯିବ। ସୂଚ୍ୟ ହେଇଗଲା। ହର୍ଷଇଟି ଲୋପ ପାଇଗଲା। ତେଣୁ ସୂଚ୍ୟ ଯୁକ୍ତ ଅଗ୍ର ସୂଚ୍ୟଗ୍ର। ବୁଝିପାରିଲେ? ନେକ୍ସଟ କୋଶ୍ଚିନ୍ ହେଲା ଅଭ୍ୟୁଦୟ। ଅଭ୍ୟୁଦୟର ସନ୍ଧି ବିଚ୍ଛେଦ କଲେ କଣ ହବ? କଣ ହବ ନା ଅଭିଯୁକ୍ତ ଉଦୟ ହବ। ଏଇଟା ଆନ୍ସର ହବ ଗ। ଅପସନ ଟି ହବ ଗ ହବ ଆନ୍ସର। କିଭଳି ଅଭିଯୁକ୍ତ ଉଦୟ। ଏଠି ହର୍ଷଇ ରହିଲା। ଏଠି ହର୍ଷଇ ଦୀର୍ଘ ଇ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଅଛି। କୋଉଟା ହର୍ଷଉ ଅଛି। ଓକେ। ଯେହେତୁ ଏଠି ହର୍ଷଇ ଦୀର୍ଘ ଇ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଉଟି ଅଛି ତେଣୁକରି ହର୍ଷଇ ଜାଗାରେ କଣ ହବ ନା ଇୟ ହବ। ଇୟ ହେଲେ କଣ ହବ ନା ଅଭ୍ୟଯୁକ୍ତ ଉଦୟ। ଏଇ ଇୟଟା ଇୟ କାରାନ୍ତ ରୂପ ନେଇଗଲା। ତା ସହିତ ଯୋଗ ହେଇଗଲା ହର୍ଷଉ ୟୁ ହେଇଗଲା ଅଭ୍ୟୁଦୟ ହେଇଗଲା। ତାପରେ ପୂର୍ବ ବର୍ଣ୍ଣ ଯୋଗ ହେଇଗଲା ଅଭ୍ୟୁଦୟ। ବୁଝିଗଲା? ନେକ୍ସଟ ହଉଛି ହର୍ଷଉ ବା ଦୀର୍ଘଉ ପରେ। ଓକେ ହର୍ଷଉ ବା ଦୀର୍ଘଉ ପରେ। ହର୍ଷଉ ବା ଦୀର୍ଘଉ ପରେ ସେଠି ଯେମିତି ଦୀର୍ଘ ଇ ବା ହର୍ଷଇ ପରେ ଦୀର୍ଘ ଇ ବା ହର୍ଷଇ ଭିନ୍ନ ଥିଲା ସ୍ୱର ବର୍ଣ୍ଣ। ସେଇଭଳିଆ ହର୍ଷଉ ବା ଦୀର୍ଘଉ ପରେ ହର୍ଷଉ ବା ଦୀର୍ଘଉ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ହର୍ଷଉ ଆଉ ଦୀର୍ଘ ସ୍ଥାନରେ କଣ ହବ? କଣ ହବ ହର୍ଷଉ ଦୀର୍ଘ ସ୍ଥାନରେ? ସେଠି ୟ ହଉଥିଲା। ଏଠି ଉ ହବ। ଓକେ ସେଠି ୟ ହବ ଏଠି କଣ ହବ ଉ ହବ। ଆମର ଏକ୍ସାମ୍ପଲ ନେଇଯିବା କଣ ନା ଦେଖନ୍ତୁ ଅନ୍ୱେଷଣ ଟା ଅନୁ ଯୁକ୍ତ ଏଷଣ। ଏଠି କଣ ହେଲା? ଏଠି ହର୍ଷଉ ଅଛି ଫାଷ୍ଟ ବର୍ଣ୍ଣରେ ହର୍ଷଉ ବା ହର୍ଷଉ ପରେ କୋଉଟା ରହିଲା? ପରେ ଯୋଉ ଏଷଣଟା ଆମର ହର୍ଷଉ ଦୀର୍ଘଉ ନାହିଁ। କୋଉ ସ୍ୱର ବର୍ଣ୍ଣ ଅଛି? ଏ ସ୍ୱର ବର୍ଣ୍ଣ ଅଛି। ଏ ସ୍ୱର ବର୍ଣ୍ଣ ଥିଲେ କଣ ହବ ନା ଉ ହେଇଯିବ। ହର୍ଷଉ ଜାଗାରେ ଆମର ହର୍ଷଉ ଜାଗାରେ କଣ ହେଇଯିବ ଉ ହେଇଯିବ। ଉ ହେଲେ କଣ ହବ ଅନ୍ନ ମାନେ ଟା ହଉଛି ଏଇଭଳି ଲେଖନ୍ତି ସେ କାରାନ୍ତ ରୂପ ନେବ ଉ ଫଳା ହେଇଯିବ। ଓକେ ଅନ୍ନ ହେଲା। ଅନ୍ନ ସହିତ ଏ ଯୋଗ ହେଇଯିବ ଅନ୍ୱୟ ହେଇଯିବ ଅନ୍ୱେଷଣ। ସେଇଭଳି ଏଇଟା ସେଇଭଳି ହେଇଛି ଅନୁ-ଅୟ। କଣ ହବ ଅନ୍ୱୟ। ଗ ଟା ହବ ଆନ୍ସର ଅନ୍ୱୟ। ଅନୁ-ୟ। ଏଠି ଆମର ଓ ଆସିଯିବ ନା ହର୍ଷଉ ପରେ ଅ ଅଛି ତେଣୁ ଓ ଆସିଗଲା। ଅନ୍ୱ ସହିତ ଅ ଯୋଗ ହେଇଗଲା ଅନ୍ୱୟ। ସେଇଭଳି ଆମର ସୁଆଗତ ସ୍ୱାଗତ ସୁ ଯୁକ୍ତ ଆଗତ ସ୍ୱାଗତ ହବ। କିଭଳି ହର୍ଷଉ ସହିତ ଓ ଆ ଯୋଗ ହେଲା। ଆ ହେଲେ କଣ ବ ଫଳା ଆସିଗଲା ଯୋଉ ଆମର ହର୍ଷଉ ଜାଗାରେ। ଆଟା ଏଠି ଯୋଗ ହେଇଯିବ ପୂର୍ବ ବର୍ଣ୍ଣରେ ଆଟା ଯୋଗ ହେଇଯିବ ସ୍ୱା ହେଲା କଣ ଆଟା ଏଠି ଲୋପ ପାଇଗଲା ଆଉ ରହିଲା କଣ ଗତ ସ୍ୱାଗତ। ବୁଝିଗଲା? ନେକ୍ସଟ ହେଲା କଣ ଏ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏ ସ୍ଥାନରେ କଣ ହୁଏ? ଆମର ଏ ପରେ ଯଦି ଅନ୍ୟ ସ୍ୱର ବର୍ଣ୍ଣ ଥିବ ଏ ସ୍ଥାନରେ କଣ ହବ ନା ଅଭ ହବ। ଅନ୍ୟ ସ୍ୱର ବର୍ଣ୍ଣ ମାନେ ଅ ଆ ଯୋଉ ରହିଲା ଆମର 11ଟି ସ୍ୱର ବର୍ଣ୍ଣ ରହିଲା। ଆମର ଏ ସ୍ଥାନରେ ଅନ୍ୟ ଯାହା ସ୍ୱର ବର୍ଣ୍ଣ ଥିବ କଣ ହବ ନା ଅଭ ହବ। ଓକେ ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ କଣ ହବ? ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଐ ସ୍ଥାନରେ କଣ ହବ? ସରି କହିଲି ଯୋଉ ଏ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏ ସ୍ଥାନରେ ଅଭ ହବ ନା ଆମର ଅୟ ହବ। ଅୟ ହବ କରେକ୍ଟ ଆନ୍ସର। କାହିଁକି ନା ଆମେ ଯଦି ଏକ୍ସାମ୍ପଲ ନବା ନୟନର ଏକ୍ସାମ୍ପଲ ନବା ନେ ହେଲା ଯୁକ୍ତ ଅୟ ସମାନ ଆମର ଏଠି କଣ ରହିଲା ନେ ରେ ଏ ରହିଲା। ଏଠି ଆମର ଏ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଅ ଅଛି ତେଣୁ ଗୋଟେ ଏଠି ଅୟ ହବ। ଅୟ ହେଲେ କଣ ହବ ଅୟ ହେଲା। ଏ କା ଜାଗାରେ ଅୟ ହେଲା ହେଲେ କଣ ଯୋଗ ହେଇଗଲା ନୟନ ନୟନ ହବ। ବୁଝିପାରିଲେ? ସେଇଭଳି ଐ ପରେ ଐ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଐ ସ୍ଥାନରେ କଣ ହବ? ଐ ପରେ ଯଦି ଅନ୍ୟ ସ୍ୱର ବର୍ଣ୍ଣ ଥିବ ଐ ସ୍ଥାନରେ ଥିଲେ କଣ ହବ ନା ଆୟ ହବ। ଓକେ ଏଠି ଅୟ ହେଲା ଏଠି ଆୟ ହବ। କିଭଳି ଆଉ ଗୋଟେ ଏକ୍ସାମ୍ପଲ ନବା
ନାୟକ ନେବା। ଓକେ, ନାୟକ ନେଲେ କଣ ହବ? ନାୟକ ରହୁଛି କଣ? ନଈ ଯୁକ୍ତ ଅକ ନାୟକ। ତେଣୁକରି ଆମର ନଈରେ ଐ ରହିଲା, ଆଉ ଅକରେ ଅ ରହିଲା। ଅଟା ଆମର ଐ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ହେଲା। ସେ ଐ ଜାଗାରେ ଆୟ ଆସିଯିବ, ଆୟଟା ଅକରେ ଯୋଗ ହୋଇଯିବ। ତେଣୁକରି କଣ ହେଲା? ନାୟକ। ବୁଝିପାରିଲେ? ତାପରେ ହେଲା ଆମ ନେକ୍ସଟ ସ୍ଲାଇଡ୍ କି ଯିବା। ସେଇଭଳିଆ ଦେଇଛି ନେ ଅନ ନୟନ କହିକି ଆସିଲି। ନେ ଅ ପରେ ଯୋଉ ଏ ପରେ ଏ ଏ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଅଛି, ତେଣୁକରି ଅୟ ହବ, ନୟନ ହେଲା। ସେଭଳି ଗାୟକ, ଗାୟକଟା ଆମର କଣ ହବ ନା ଗଟା ହବ, ଗଇ ଅକ ଗାୟକ। ଐ ମାନେ ଐ ଅ ଉଚ୍ଚାରଣ, ଐ ଆସିଲା ଏଠି ଅ ଆସିଲା, ତେଣୁକରି କଣ ହବ? ଇଏ ଦିଟା ଐ ଅ ମିଶିଗଲେ କଣ ହବ? ନା ଆୟ ହବ। ଏ ଯୋଉ ନିୟମଟି ଆମେ ପଢିକି ଆସିଲେ ବର୍ତ୍ତମାନ, ତେଣୁକରି ଗାୟକ। ଏଟାରେ ଆମର ନୟନ ଘଟା ହଉଛି ନୟନ ଠିକ, ହେଲା ଗଟା ହଉଛି ଠିକ। ଓକେ, ନେକ୍ସଟ ହଉଛି କଣ? ଓ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ, ଓ ସ୍ଥାନ ଓ ପରେ ଓ ନଥିବ। ପ୍ରଥମ ପଦର ଶେଷରେ ଓ ଥିବ, ଆଉ ଦ୍ୱିତୀୟ ପଦର ଆରମ୍ଭରେ ଅନ୍ୟ ସ୍ୱର ବର୍ଣ୍ଣ ଥିବ, ଓ ନଥିବ। ତାହେଲେ କଣ ହବ? କୋଉଟା ଆସିବ? ଏଇଠି ଆମର ଆସିବ ଅବ୍ ଆସିବ। ଏଇଠି ଆମର ଗଟା ଆନ୍ସର ଠିକ ହବ, ଅବ୍ ଆସିବ। କିପରି ଏକ୍ସାମ୍ପଲ ନେଇଯିବା? ଦେଖନ୍ତୁ ସପୋଜ ଆମର ଭବନ ନେବା, ଭୋ ଯୁକ୍ତ ଅନ। ଏଠି ଆମର ଓ ରହିଲା, ଏଠି କଣ ଓ ଭିନ୍ନ ଅ ଅଛି, ତେଣୁକରି ଅବ୍ ହେଇଯିବ। ଓ ଜାଗାରେ ଆମର କଣ ହେଇଯିବ? ନା ଅବ୍ ହେଇଯିବ। ଅବ୍ ହେଇଗଲା, ଅବ୍ ଯୁକ୍ତ ଅନ ହେଲେ ଭୋ ଅବ୍ ଯୁକ୍ତ ମାନେ ଆମର ଭ ଯୁକ୍ତ ଅନ, ଯୋଗ ହେଇଗଲେ କଣ ହେଇଯିବ? ନା ଭବନ। ବୁଝିଗଲା? ଓ ପରେ ଓ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଓ ସ୍ଥାନରେ ଅବ୍ ହୁଏ। ସେଇଭଳି ଓ ଉପରେ ଓ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ସେଠି କଣ ହବ? ନା ଆବ୍ ହବ। କିପରି? ଆମର ଗୋଟେ ଭାବୁକ ନେବା ଏକ୍ସାମ୍ପଲ। ଭାବୁକର କଣ ହବ? ନା ଭୌ ଯୁକ୍ତ ଉକ, ଭାବୁକ। ଓକେ, ତେଣୁକରି ନିୟମ କଣ କହିଲା? ଓ ଉପରେ ଅନ୍ୟ ସ୍ୱର ବର୍ଣ୍ଣ ଅଛି, ହର୍ଷଉ ଅଛି, ତେଣୁକରି କଣ ହେଇଯିବ? ନା ଆବ୍ ହେଇଯିବ। ଓ ଜାଗାରେ ଆମର ଆବ୍ ହେଇଯିବ, ଆବ୍ ଯୁକ୍ତ ଉକ। ଆବ୍ ଉକ ଯୋଗ ହେଇଯିବ, ହେଲେ କଣ ହବ? ନା ଭାବୁକ। ଓକେ, ବୁଝିଗଲା? ନେକ୍ସଟ କ୍ୱେଶ୍ଚିନ୍ ହଉଛି ପବନ। ପବନର ସନ୍ଧି ବିଚ୍ଛେଦ କଲେ କଣ ହବ? ନା ପୋଅନ ପବନ। ପୌଅନ ହବନି, ପୋଅନ ହବ ପବନ। କାରଣ ଉଚ୍ଚାରଣ ଓ ପରେ ଅ ଥିଲେ ଅବ୍ ଆସିବ, ତେଣୁକରି ପବନ। ଯଦି ଉ ଉପରେ ଲେଖେ ଏଟା ପାବନ ହେଇଯିବ, ଉ ଉପରେ ଅ ଥିଲେ ପାବନ, ପାବନ ହେଇଯିବ। ତେଣୁ ଯଦି ପାବନର ଦେଇଥିବ ସନ୍ଧି ବିଚ୍ଛେଦ, ପୌଅନ ପାବନ। ଯଦି ପବନ ଦେଇଛି, ପୋଅନ ପବନ। ଭୌକ କଣ ହବ? ନା ଭାବୁକ, ଭାବୁକ ହବ କରେକ୍ଟ ଆନ୍ସର। ଓ ଉପରେ ହର୍ଷ ରହିଲା, ତେଣୁକରି ଏଠି କଣ ଆବ୍ ଆସିଯିବ, ଆବ୍ ଯୁକ୍ତ ଉକ କଣ ହେଲା? ଆବୁ। ଆବୁ ହେଲା ମାନେ ସେ ଯୋଉ ଆ ଟା ଆମର ଭାରେ ଯୋଗ ହେଇଯିବ, ଭା ବୁକ। ବୁଝିଗଲା? ନରେଶର ସନ୍ଧି ବିଚ୍ଛେଦ କଲେ କଣ ହବ? ନରେଶ ନର ଯୁକ୍ତ ସ, ନର ଏଠି ଅ ରହିଲା, ଏଠି ଦୀର୍ଘ ହେଇଗଲା, ଏଇଟା ହିଁ ଠିକ ହବ। ନର ଯୁକ୍ତ ଇସ ନରେଶ, ଦୀର୍ଘ ଯୋଉଟା ସେଟା ଠିକ ହବ। ଖ, ଅପସନ ଖ ଟା ଠିକ ହବ, ନର ଯୁକ୍ତ ଇସ। ଓକେ, ନେକ୍ସଟ ହେଲା ଣିଚ ଯୁକ୍ତ ଅନ୍ତ। ତାର କଣ ହବ? କରେକ୍ଟ ଆନ୍ସର? ନା ଅପସନ ଗ ଟି ହବ କରେକ୍ଟ ଆନ୍ସର। କଣ ହବ? ଣିଜନ୍ତ, ଣିଜନ୍ତ ଟା କରେକ୍ଟ ଆନ୍ସର ହବ। ଓକେ, ତାପରେ ଆମର ଇଏ ନିୟମ ଦେଖ, ତ ବା ଦ ପରେ ଚ ବା ଛ ଥିଲେ ତ ବା ଦ ସ୍ଥାନରେ କଣ ହୁଏ? ତ ବା ଦ ପରେ ଯଦି ଚ ବା ଛ ଥିବ କଣ ହବ? କଣ ହବ? ଗୋଟେ ଏକ୍ସାମ୍ପଲ ନେଇକି ଆମେ ବି ଏଟାକୁ ବୁଝେଇବା। ତ ବା ଦ ପରେ ମାନେ ପୂର୍ବ ପଦର ଯୋଉ ଆମର ଶେଷ ବର୍ଣ୍ଣଟି କଣ ଥିବ? ନା ତ ଥିବ। ଓକେ, କିମ୍ବା ଦ ଥିବ, ତାପରେ ଥିବ ଚ କିମ୍ବା ଛ ଥିବ। ତାହେଲେ ତ ବା ଦ ସ୍ଥାନରେ କଣ ହବ? ନା ସେ ଯୋଉ ଚ ବା ଛ ର ଦ୍ୱିତୀୟ ରୂପ ହବ। କୋଉଟା? ଆମର ଦ୍ୱିତୀୟ ଛଟି ହବ। ତ ବା ତ, ଓକେ। ଏକ୍ସାମ୍ପଲ ନେବା, କଣ ନବା? ନା ଚଳତ। ଦେଖନ୍ତୁ ଚଳତ ଯୁକ୍ତ ଆମର ଏଇଟା ଦ୍ୱିତୀୟ ହେଇଯିବ, ଛ ଥିବ ତାର ବି ଦ୍ୱିତୀୟ ହେଇଯିବ। ଚଳତ ଯୁକ୍ତ ଚିତ୍ର କଣ ହବ? ତ ଅଛି, ତ ପରେ କଣ ଅଛି? ଚ ଅଛି, ତେଣୁ ତ ଟି ଉଠିକି କଣ ହେଇଯିବ? ନା ଚ ଲାଗିଯିବ, ହେଲେ ଦ୍ୱିତୀୟ ଚ ଯୁକ୍ତ ଚି ହେଲେ କଣ? ଦ୍ୱିତୀୟ ଚ ହେଲା, ଚଳଚିତ୍ର, ଚଳଚିତ୍ର। ସେଇଭଳି ଆମର ବିପଦ ଚୟ ଦେଖନ୍ତୁ, ବିପଦ ଚୟ, ବିପଦ ଏଠି ଦ ରହିଲା, ସେ ତ ଗଲା, ଦ ରହିଲା, ବିପଦ ଯୁକ୍ତ ଚୟ।
ନିୟମ ହେଲା ଦ ପରେ ଚ ଥିଲେ କଣ ହବ, ଦ ଉଠିକି ଏଠି ଚ ଆସିଯିବ, ସେ ଚ ସହିତ ଚ ଯୋଉ ଦ୍ୱିତୀୟ ଚ ଯୋଗ ହେଇକି ଆମେ କଣ ଦ୍ୱିତୀୟ ଚ ହେଇଯିବ, ଦ୍ୱିତୀୟ ପଦରେ ଚ ଯୋଗ ହେଇ ଦ୍ୱିତୀୟ ଚ ହେଇଯିବ, ବିପର୍ଯ୍ୟୟ। ବିପ ଦ୍ୱିତୀୟ ଚ ବିପର୍ଯ୍ୟୟ। ବିପର୍ଯ୍ୟୟର ବନାନଟି ବିପର୍ଯ୍ୟୟ। ଓକେ। ନେକ୍ସଟ ହେଲା ଉଚ୍ଚାରଣର ସନ୍ଧି ବିଚ୍ଛେଦ କର। ନିୟମଟା ପଢିକି ଆସିଲେ କଣ କରି ଆମର ଆନ୍ସରଟି ହବ କ, ଉଚ୍ଚାରଣ। ତ ବା ଦ ପରେ ଚ ବା ଛ ଥିଲେ ସେ ଦ୍ୱିତୀୟ ଆମର ଯୋଉ ପୂର୍ବରେ ଚ ଛ ଆସିଯିବ, ଆମର ଏଠି କଣ ଚ ଆସିଗଲା ଉଚ୍ଚାରଣ, ହେଲେ ଆମର ଏଠି ଚ ଆସିଗଲା, ଚ ଛ ମିଶିଲେ ଦ୍ୱିତୀୟ ଚ, ଉଚ୍ଚାରଣ। ସେଇଭଳିଆ ତ ବା ଜ ପରେ ବର୍ଗେ ଜ ବା ଝ ଥିଲେ ତ ବା ଦ ସ୍ଥାନରେ କଣ ହବ, ତ ବା ଦ ସ୍ଥାନରେ କଣ ହବ ନା ଜ ହବ, ବର୍ଗେ ଜ ହବ, ଗଟା ହବ ଆନ୍ସର। ଓକେ, ବର୍ଗେ ଜ ହବ ଆନ୍ସର। କିଭଳି ହବ ଦେଖନ୍ତୁ, ଗୋଟେ ଏକ୍ସାମ୍ପଲ ନବା, ବିପଦଜନକ, ବିପଦ ଯୁକ୍ତ ଜନକ। ଦ ପରେ କଣ ଅଛି, ବର୍ଗେଜ ଅଛି, ତେଣୁକରି ଦ ଟା ଉଠିକି ଆମର ବର୍ଗେଜ ହେଇଯିବ, ହେଲା ବେଳୁ ବର୍ଗଜ ସହିତ ଏ ବର୍ଗଜ ଯୋଗ ହେଇକି କଣ ହେଇଯିବ ନା ବିପଦଜନକ, ଦ୍ୱିତୀୟ ଜ ହେଇଗଲା ବିପଦଜନକ। ବୁଝିଗଲା। ତ ବା ଦ ପରେ ଚ ବା ଛ ଥିଲେ ସେଠାରେ କଣ ହବ ନା ତ ବା ଦ ସ୍ଥାନରେ ଚ ହବ, ହେଇକି ତା ପରବର୍ତ୍ତୀ ଚ ସହିତ ଯୋଗ ହେଇ ଦ୍ୱିତୀୟ ଚ ହେଇଯିବ। ସେଇଭଳି ତ ବା ଦ ପରେ ବର୍ଗେଜ ବା ଝ ଥିଲେ ତ ବା ଦ ଉଠିଯାଇ ସେଠି କଣ ହବ ନା ବର୍ଗେଜ ହେଇଯିବ, ତାହା ଦ୍ୱିତୀୟ ଜ ସହିତ ଯୋଗ ହେଇ ଆମର ଦ୍ୱିତୀୟ ଜ ର ରୂପ ନବ। ଆଉ ଗୋଟେ ଏକ୍ସାମ୍ପଲ ଯଦି ଆମେ ନବା, ବୃହତ୍ ଝଟିକା। ବୃହତ୍ ଝଟିକା ଦେଖନ୍ତୁ କଣ ନା ବୃହତ୍, ତା ସନ୍ଧିଟା ହଉଛି କଣ ବୃହତ୍ ଯୁକ୍ତ ଝଟିକା, ଝଟିକା। ତ ଅଛି, ତ ପରେ କଣ ଜ ବା ଝ ଅଛି, ତେଣୁକରି ୟା ସ୍ଥାନରେ କଣ ହେଇଯିବ ବର୍ଗଜ ହେଇଯିବ, ବର୍ଗଜ ଝ ମିଶିଲେ କଣ ବୃହତ୍ ଝଟିକା, ବୃହତ୍ ଝଟିକା। ବୁଝିଲେ। ନେକ୍ସଟ ହେଲା କଣ ଉଜ୍ଜଳ, କୋଉଟା ହବ ଉଜ୍ଜ୍ୱଳ, ଉଜ୍ଜଳ। ଉଜ୍ଜଳଟା କଣ ହବ ନା ଉଜ୍ଜଳ, ଉଜ୍ଜଳ, ଖଟା ହବ ଆନ୍ସର ଠିକ, ଉଜ୍ଜଳ। ତ ପରେ କଣ ରହିଲା, ତ ପରେ ଆମର ଜ ରହିଲା, ଜ ମିଶି ବର୍ଗେ ଜ ହେଇଯିବ, ସେ ଆନ୍ସରଟି ଆମର ହେଲା। ତ ସ୍ଥାନରେ କଣ ଆମର ଜ, ଯେହେତୁ ତ ସ୍ଥାନରେ ଜ କିମ୍ବା ଝ ଥିଲେ ତ ପୂର୍ବ ଯୋଉ ତ ଅଛି ସେଇଟା ଉଠି ଯାଇ ତା ସ୍ଥାନରେ କଣ ହବ ନା ବର୍ଗେଜ ହବ, ସେଇ ବର୍ଗେଜଟି ପରବର୍ତ୍ତୀ ବର୍ଗଜ ସହିତ ଯୋଗ ହୋଇ କଣ କଣ ହେଇଯିବ ନା ଦ୍ୱିତୀୟ ଜ ହେଇଯିବ, ଦ୍ୱିତୀୟ ଜ ହେଲା କଣ ଉଜ୍, ଆମର ଉଜ୍ ଥିଲା ଏଠି ଜ ହେଲେ ଉଜ୍ ହେଇଗଲା, ଉଜ୍ ଯୁକ୍ତ ଉଜ୍ଜଳ, ଉଜ୍ଜଳ, ଖଟି ଠିକ ଆନ୍ସର। ତାପରେ ତ ବା ଦ ପରେ ଡ ଥିଲେ ତ ବା ଦ ସ୍ଥାନରେ କଣ ହବ, ଏ ତ ବା ଦ ପରେ ଡ ଥିବ, ଓକେ, ତ ବା ଡ ପରେ ଦ ଥିଲେ ଆମର ଡ ସ୍ଥାନରେ କଣ ହବ ନା କୋଉଟା ହବ ଡ ହବ, ଡ ଆସିବ ଆନ୍ସର। ଓକେ, ତ ବା ଦ, ତ ବା ଡ ପରେ ଡ ଯଦି ଥିବ ତ ବା ଦ ସ୍ଥାନରେ ଡ, ମାନେ ଅପସନ ଗ ଟା ହିଁ ଆନ୍ସର ଠିକ ହବ, ଡ ହବ। କିଭଳି ଗୋଟେ ଏକ୍ସାମ୍ପଲ ନବା ଦେଖନ୍ତୁ, ଉଡ୍ଡୀୟମାନ ହେଲା, ଉଡ୍ଡୀନ ହେଲା, ଉଡ୍ଡୀନରେ କଣ ହଉଛି ଉତ୍ ଯୁକ୍ତ ଡୀନ, ତ ବା ଦ ଅଛି, ତାପରେ ଡ ଅଛି, ତ ବା ଦ ସ୍ଥାନରେ ଆମର କଣ ହେଇଯିବ ଡ ହେଇଯିବ, ଡ ହେଲେ ଏଇ ଡ ଟା ପରବର୍ତ୍ତୀ ଡ ସହିତ ଯୋଗ ହେଇଯିବ, ଯୋଗ ହେଲେ ଦ୍ୱିତୀୟ ଡ ହେଇଗଲା, ତେଣୁକରି ଉଡ୍ଡୀନ, ସେଇ ୟାରି ଭଳିଆ ହବ କଣ ଉଡ୍ଡୀୟମାନ। ବୁଝିପାରିଲେ। ତ ବା ଦ ପରେ ଚ ବା ଛ ଥିଲେ ତ ବା ଦ ସ୍ଥାନରେ ଚ ହବ, ତ ବା ଦ ପରେ ବର୍ଗେଜ ବା ଝ ଥିଲେ ତ ବା ଦ ସ୍ଥାନରେ ବର୍ଗେଜ ହବ, ତ ବା ଦ ପରେ ଡ ଥିଲେ ତ ବା ଦ ସ୍ଥାନରେ ଡ ହବ। ଓକେ। ନେକ୍ସଟ କ୍ୱେଶ୍ଚିନଟି ହଉଛି ଆମର କଣ, ସେ ଯୋଉ ଉଦ୍ଦୀନ ଗଲା, ଆନ୍ସରଟି କଲେ କୋଉଟା ହବ ଉତ୍ ଯୁକ୍ତ ଡୀନ, ଉଡ୍ଡୀନ, ଏ ଘ ଟା ଠିକ ହବ। ତ ବା ଦ ପରେ ହ ଥିଲେ, ଓକେ, ତ ବା ଦ ପରେ ଯଦି ହ ଥିବ ଦୁହେଁ ମିଶି କଣ ହେବେ, ତ ବା ଦ ପରେ ହ ଥିଲେ ଦୁହେଁ ମିଶି ତ ବା ଦ ପରେ ହ ଥିଲେ ଦୁହେଁ ମିଶି ଦ୍ୱିତୀୟ ଧ ହେବେ। ଓକେ, କେମିତି କଣ ହବ, ଉତ୍, ଏକ୍ସାମ୍ପଲ ଉତ୍ ଯୁକ୍ତ ହାର, ଉତ୍ ଯୁକ୍ତ ହାର, ତ ଅଛି, ତ ପରେ କଣ ହ ଅଛି, ତ ବା ଦ ପରେ ହ ଅଛି, ହ ଥିଲେ ଆମର କଣ କଲେ ନା ଆମର ଦୁଇ ମିଶି ଯାଇ କଣ ହେଇଯିବେ ନା ଦୁଇ ମିଶି ଦ୍ୱିତୀୟ ଧ ହେଇଯିବ, ଦ୍ୱିତୀୟ ଧ ହେଲା କଣ ଉଦ୍ଧାର ହେଇଗଲା, ତ ହ ମିଶିଗଲେ କଣ ଧ ଆକାର ଅଛି ଉଦ୍ଧାର। ଓକେ, ବୁଝିପାରିଲେ ଏଟା କଣ ମନେ ରଖିବେ, ତ ବା ଦ ପରେ ହ ଥିଲେ ଦୁଇ ମିଶି ଧ ହୁଅନ୍ତି, ଉଦ୍ଧାର। ସେଇଭଳି ସେଇ ନିୟମଟା ଏଠି ଲାଗୁ ହବ, ତଦ୍ ହିତ, ଦ ଅଛି, ଦ ପରେ ହ ଅଛି, ତେଣୁ ଦ୍ୱିତୀୟ ଧ ହେଇଯିବ, ଦ୍ୱିତୀୟ ଧରେ ହର୍ଷିକାର ଲାଗିଯିବ, ତଦ୍ଧିତ, ତଦ୍ଧିତ ହେଲେ କୋଉଟା ଆମ କଟା ହବ ଆନ୍ସର ଠିକ, ତ ବା ଦ ପରେ ହ ଥିଲେ ଆମର ଦ୍ୱିତୀୟ ଧ ହେବେ। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି
ତ ବା ଦ ପରେ କଣ ଥିଲେ ତ ବା ଦ ମିଶି ଲ ହୁଅନ୍ତି। ତ ବା ଦ ପରେ କଣ ଥିଲେ ତ ବା ଦ ମିଶି ଲ ହୁଅନ୍ତି। ଓକେ, ତେଣୁକରି ଆନ୍ସରଟି ହବ କଣ ନା ତ ବା ଦ ପରେ ଆମର ଏଇ ଯୋଉ ଗଟା ହବ ଅପସନ ଠିକ ଲ ଥିଲେ। ଏକ୍ସାମ୍ପଲ କଣ? ଏକ୍ସାମ୍ପଲ ଏଇଠି ଦିଆହେଇଛି, ଉତ ଲେଖ ତ ଅଛି, ତ ପରେ ଲ ରହିଲେ ଲ ହବ, ତାପରେ ଆମର ତ ସ୍ଥାନରେ ଲ ହେଇଯିବ। ଦେଖନ୍ତୁ ଉତ ଲେଖ, ଉତ ଲେଖ, ନିୟମ କଣ କଲା? ତ ବା ଦ ପରେ ଲ ଥିଲେ, ଆମର ଲ ଅପସନ ଅଛି, ଲ ଥିଲେ ଦୁଇ ମିଶି ଲ ହୁଅନ୍ତି। ତ ବା ଦ ପରେ ଲ ଅଛି, ଏଥିରେ ତ ସହିତ ଲ ମିଶିଯିବ, ମିଶିଗଲେ କଣ ତ ଜାଗାରେ ଆମର ଲ ହେଇଗଲା। ହେଲେ ଏ ଲ ମିଶି ଯାଇ ପ୍ରଥମ ଲ ଦ୍ୱିତୀୟ ଲ ମିଶିଗଲେ କଣ ଦ୍ୱିତୀୟ ଲ ହେଇଗଲା, ହେଲେ ଉଲ୍ଲେଖ। ବୁଝିଗଲା? ୟାର ଆନ୍ସର ଟା କଣ ହବ? ଉଲ୍ଲେଖ। ଖ ଟା ହବ ଠିକ ଆନ୍ସର। ଓକେ, ତ ପ୍ରଥମ ଏ ଯୋଉ ଫାର୍ଷ୍ଟ କ୍ୱେଶ୍ଚିନ ର ଆନ୍ସର ଟା ହବ ଗ, ସେକେଣ୍ଡ କ୍ୱେଶ୍ଚିନ ଆନ୍ସର ହବ ଖ, ଉଲ୍ଲେଖ। ଏଇଟା ମନେ ରଖିବେ, ତ ବା ଦ ପରେ ଲ ଥିଲେ ତ ବା ଦ ସ୍ଥାନରେ ଲ ହୁଅନ୍ତି। ସେ ଲ ଟି ପରବର୍ତ୍ତୀ ଲ ସହ ମିଶି ଦ୍ୱିତୀୟ ଲ ହୋଇଯାଏ। ବୁଝିଗଲା? ତ ବା ଦ ପରେ ହ ଥିଲେ ସେଟା ଦ୍ୱିତୀୟ ଧ, ତ ବା ଦ ପରେ ଲ ଥିଲେ ସେଟା ଦ୍ୱିତୀୟ ଲ ହୁଏ। ଓକେ, ନେକ୍ସଟ ହେଲା ବାଙ୍କ୍ମୟ। ବାଙ୍କ୍ମୟର ସନ୍ଧି କଲେ କଣ? ଏଇଟା ଆମର ଡିସ୍କସନ କରିକି ଆସିଛନ୍ତି। ସନ୍ଧି କଲେ କଣ ହବ ନା ବାକ୍ ଯୁକ୍ତ ମୟ। କରେକ୍ଟ ଆନ୍ସର ହବ ବାକ୍ ଯୁକ୍ତ ମୟ। ଓକେ, ମାନେ ଆମ ଯୋଉ ପରବର୍ତ୍ତୀ ପଦର ଫାଷ୍ଟ ଯଦି ନ କିମ୍ବା ମ ଥିବ, ବ୍ୟଞ୍ଜନ ସନ୍ଧିର ଯଦି ନ କିମ୍ବା ମ ଥିବ, ତାହେଲେ ପୂର୍ବବର୍ତ୍ତୀ ପଦଟା ଯେଉଁ ବର୍ଗର ଅନ୍ତର୍ଭୁକ୍ତ ତାର ପଞ୍ଚମ ବର୍ଣ୍ଣ ଆସିଯିବ, ଏଇଟାକୁ କାଟିବି। କଣ ନା ବାକ୍ ଯୁକ୍ତ ମୟ, ଏଠି ମ ଅଛି, ତେଣୁକରି କ ବର୍ଗର ପଞ୍ଚମ ବର୍ଣ୍ଣ ଯେ ଖ ଖ ଗ ଘ ଙ, ଏଠି ଙ ଆସିଗଲା, ମିଶିଗଲେ ବାଙ୍କ୍ ମୟ। ସସ୍ ଯୁକ୍ତ ଥ, ସସ୍ ଯୁକ୍ତ ଥ କଣ ହବ ନା ଷଷ୍ଠ ହବ। ଓକେ, ଏ ଆମର ଗ ହବ, ଅପସନ ଆନ୍ସର ହବ ଗ, ସସ୍ ଯୁକ୍ତ। ଆମେ ସ ପରେ କଣ? ସ ପରେ ତ ଥିଲେ ଟ ହବ, ଆଉ ସ ପରେ ଥ ଥିଲେ ଠ, ଠଟା ଯୋଗ ହେଇଯିବ। ଅର୍ଥ କଣ ହଉଛି? ଆମର ଦୁଇଟି ପଦ ରହିଲା, ପ୍ରଥମ ପଦର ଶେଷରେ ମୂର୍ଧନ୍ୟ ଥିବ, ଦ୍ୱିତୀୟ ପଦର ଆରମ୍ଭରେ ଯଦି ଥ ଥିବ, ତାହେଲେ ସେ ଥ ଟା ଠ ହେଇଯିବ, ଠ ହୋଇ ପୂର୍ବବର୍ତ୍ତୀ ସରେ ଯୋଗ ହେଇଯିବ। ହେଲେ ଷଷ୍ଠ ହେଲା, ଥ ଏଠି ଠ ହେଇଗଲା, ଷଷ୍ଠ ହେଲା, ସେ ଯୋଉ ଟ ଯୋଗ ହଉଛି ଶିଷ୍ଟ ହେଇଯିବ। ଦେଖନ୍ତୁ ସ ପରେ ମୂର୍ଧନ୍ୟ ସ ପରେ ଶିଷ୍ଟ ହେଇଯିବ, ଟ ଆମର ଶିଷ୍ଟ ଯୋଗ ହେଇଯିବ, ଶିଷ୍ଟଟା ସେଇଭଳି ହେଇଛି, ଶିଷ୍ଟ ଏଠି ତ ରହିଲା, ଶିଷ୍ଟଟା କେମିତି ହବ? ଆମର ଯୋଉ ଶିଷ୍ଟର ସନ୍ଧିଟା ହବ କଣ? ଶିସ୍ ଯୁକ୍ତ ତ ସମାନେ ଶିଷ୍ଟ, ଶିଷ୍ଟ। ଏ ତ ଟା କଣ? ଟ ହେଇଗଲା, ତ ଥିଲେ ଟ ହବ, ଥ ଥିଲେ ଠ ହବ, ଥ ଥିଲେ ଠ, ମୂର୍ଧନ୍ୟ ଷ ପରେ ଥ ଥିଲେ ଠ, ମୂର୍ଧନ୍ୟ ଷ ପରେ ତ ଥିଲେ ଟ, ତାପରେ ତା ପୂର୍ବର ଯୋଗ ହେଇଯିବ, ଶିଷ୍ଟ, ଷଷ୍ଠ, କନିଷ୍ଠ, ଦୁଷ୍ଟ, ଦୁସ୍ ଯୁକ୍ତ ତ, ଦୁଷ୍ଟ, ତ ଟା ଟ ହେଇଯିବ। ଓକେ, ନେକ୍ସଟ ହଉଛି ର ଓ ସ କାହାର ଗୋଟିଏ ରୂପ। ର ସ ହଉଛନ୍ତି କାହାର? ବିସର୍ଗର ରୂପ। ରସଟା ହଉଛନ୍ତି ବିସର୍ଗର ରୂପ। ମନ କଣ? ମନସ୍, ତାକୁ ଯଦି କହିବା ଆମେ ହଲନ୍ତ ଆକାରକୁ ନେଇଯିବା, ତାହେଲେ ମନସ୍। ଅନ୍ତଃ, ଅନ୍ତର, ଦୁର୍, ତେଣୁ ବିସର୍ଗର ରୂପ ର ଆଉ ସ। ନେକ୍ସଟ କ୍ୱେଶ୍ଚିନ୍ ଟା ହଉଛି ବିସର୍ଗ ପରେ ଚ ବା ଛ ଥିଲେ, ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହବ? ଏଟା ଆଗରୁ ବି ଆମେ ପଢିକି ଆସିଛନ୍ତି, ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ତାଲବ୍ୟ ସ ହବ। ଏଟା ଫାଷ୍ଟ କ୍ୱେଶ୍ଚିନ୍ ଥିଲା। ଓକେ, ଆଜିର ଭିଡ଼ିଓର ଫାଷ୍ଟ କ୍ୱେଶ୍ଚିନ୍। ଏକ୍ସାମ୍ପଲ ଦେଖନ୍ତୁ ଏଇଠି ଦେଇଛି, ନିହି ଯୁକ୍ତ ଚୟ, ବିସର୍ଗ ରହିଲା, ତାପରେ ଚ ରହିଲା, ଚ ରହିଲା, ତେଣୁ ବିସର୍ଗ ସ୍ଥାନରେ ତାଲବ୍ୟ ସ ହବ, ନିଶ୍ଚୟ ହବ ଆନ୍ସର। ତାଲବ୍ୟ ସ ହବ, ଚ ଟା ସ ରେ ଯୋଗ ହେଇଯିବ, ନିଶ୍ଚୟ ହେଲେ ଆମର ଖ ଟା ହବ ଆନ୍ସର। ବୁଝିପାରିଲେ? ଖ ଟା ହବ ଆନ୍ସର। ବିସର୍ଗ ପରେ ଟ ବା ଠ ଥିଲେ, ବିସର୍ଗ ପରେ ଟ ବା ଠ ଥିଲେ ବିସର୍ଗ ସ୍ଥାନରେ କଣ ହବ ନା ମୂର୍ଧନ୍ୟ ଷ ହବ, ବିସର୍ଗ ସ୍ଥାନରେ ମୂର୍ଧନ୍ୟ ଷ ହବ, ଗ ଟା ହବ ଆନ୍ସର। କେବଳ ବିସର୍ଗ ପରେ ଆମ ଭାବନ୍ତୁ ଧନୁଷ ଟଙ୍କାର, ଧନୁ ଯୁକ୍ତ ଟଙ୍କାର, ତାର ଏକ୍ସାମ୍ପଲ ଟା ହଉଛି ଧନୁ ଯୁକ୍ତ ଟଙ୍କାର। ଏଠି ବିସର୍ଗ ରହିଲା, ବିସର୍ଗ ପରେ କଣ? ଟ ରହିଲା, ବିସର୍ଗ ସ୍ଥାନରେ ମୂର୍ଧନ୍ୟ ଷ ଆସିଯିବ, ମୂର୍ଧନ୍ୟ ଷ ଆସିଲେ ସ ସହିତ ଟ ଯୋଗ ହେଇ ଷ୍ଟ ହେଇଯିବ, ତେଣୁ ଧନୁଷ ଟଙ୍କାର।
କରେକ୍ଟ ଆନ୍ସରଟି ହେବ କଣ ଧନୁଷ୍ଟଙ୍କାର। ତେଣୁକରି ବିସର୍ଗ ପରେ ଟ ବା ଠ ଥିଲେ ମୂର୍ଧନ୍ୟ ହୁଏ। ଓକେ, ଆଶା ଆପଣଙ୍କୁ ବୁଝିବାରେ କ୍ଲିୟର ହଉଥିବ। ଯଦି ନ ବୁଝିପାରୁଛନ୍ତି କମେଣ୍ଟରେ ଆପଣଙ୍କ ମତାମତଟି ଦେବେ। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଟି ଦେଖିବା। ସେଇ ଯୋଉ ଧନୁଷ୍ଟଙ୍କା ଯୋଉ ଏକ୍ସାମ୍ପଲ ଦେଲ ବିସର୍ଗ ପରେ ଟ ବା ଠ ଥିଲେ ମୂର୍ଧନ୍ୟ ହୋଇଯିବ। ତେଣୁ ଗୋଟେ ଖଟା ହବ ଆନ୍ସର ଧନୁଷ୍ଟଙ୍କାର। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ହଉଛି କଣ ନା ବିସର୍ଗ ପରେ ତ ବା ଥ ଥିଲେ ବିସର୍ଗ ସ୍ଥାନରେ କଣ? ବିସର୍ଗ ପରେ ତ ବା ଥ ଥିବ, ବୁଝିପାରିଲେ? ବିସର୍ଗ ପରେ ତ ବା ଥ ଥିଲେ ବିସର୍ଗ ସ୍ଥାନରେ କଣ ହବ ନା ଦନ୍ତେଶ ଆସିବ। ଟ ବା ଠ ଥିଲେ ବିସର୍ଗ ସ୍ଥାନରେ ମୂର୍ଧନ୍ୟ ଆସିବ। ତ ବା ଥ ଥିଲେ ବିସର୍ଗ ସ୍ଥାନରେ ଦନ୍ତେଶ ଆସିବ। କିପରି ଏକ୍ସାମ୍ପଲ ଦେଖ, ମନଃ ଯୁକ୍ତ ତାପ ବିସର୍ଗ ପରେ ତ ଅଛି, ତ ଅଛି ଦନ୍ତେଶ ଆସିବ ବିସର୍ଗରେ ମନସ୍ତାପ, ହେଲେ ମନସ୍ ଯୁକ୍ତ ତାପ ସହ ତ ଯୋଗ ହେଇଯିବ ମନସ୍ତାପ ଗଟା ହବ ଆନ୍ସର। ବୁଝିପାରିଲେ? ବିସର୍ଗ ପରେ ମନେ ରଖନ୍ତୁ, ବିସର୍ଗ ପରେ ତ ବା ଥ ଥିଲେ ବିସର୍ଗ ସ୍ଥାନରେ ଦନ୍ତେଶ ହବ। ବିସର୍ଗ ପରେ ଟ ବା ଠ ଥିଲେ ବିସର୍ଗ ସ୍ଥାନରେ ମୂର୍ଧନ୍ୟ ହବ। ଏଟା ମନେ ରଖିବେ। ଓକେ, ଆଉ ବିସର୍ଗ ସ୍ଥାନ ଯୋଉ ଆମର ବିସର୍ଗ ପରେ ଚ ବା ଛ ଥିଲେ ସେଠି କଣ ହବ ନା ତାଲବ୍ୟ ହବ ନିଶ୍ଚୟ। ଆଉ ରହିଲା ଆମର ଧନୁଷ୍ଟଙ୍କାର ହଉଛି ଆମର ଯୋଉ ମୂର୍ଧନ୍ୟ ବିସର୍ଗ ପରେ ଟ ଠ ରହିଲା। ଆଉ ଆମର ମନସ୍ତାପ ହଉଛି ବିସର୍ଗ ପରେ ତ ଥ ରହିଲା, ମନସ୍ତାପ ଆସିଲା ଦନ୍ତେଶ ଆସିବ। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି ବିସର୍ଗ ପୂର୍ବରୁ ଯଦି ଓ ପରେ ବିସର୍ଗ ପୂର୍ବରୁ ଓ ପରେ ଅଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ କଣ ହବ? ବିସର୍ଗରେ କଣ ହୁଏ? ତ ବିସର୍ଗର କଣ ହବ? ବିସର୍ଗର এই যে ଆମର କଣ ଏଇ ଏକ୍ସାମ୍ପଲ ଦେଖନ୍ତୁ ତଳେ ଅତଏବ ଅତଃ ଯୁକ୍ତ ଏବ, ଅତଏବଟା ହଉଛି କଣ ଆନ୍ସରଟା ହବ କଣ ଅତଃ ଯୁକ୍ତ ଏବ, ଅତଏବ। ଓକେ, ବିସର୍ଗ ପୂର୍ବରୁ ଓ ପରେ ଅଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ବିସର୍ଗର କଣ? ବିସର୍ଗର ପୂର୍ବରୁ ଆଉ ପରେ ଅଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ବିସର୍ଗର କଣ ହୁଏ? କରେକ୍ଟ ଆନ୍ସରଟି ହଉଛି ହ୍ରାସ ଲୋଭ। ଓକେ, କରେକ୍ଟ ଆନ୍ସରଟା ହବ ଘ। ବିସର୍ଗ ପୂର୍ବରୁ ପରେ ଅଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ବିସର୍ଗଟା ଆମର ଲୋପ ପାଇଯିବ। ଅତଏବର ସନ୍ଧି ବିଚ୍ଛେଦ କଲେ କଣ ହବ ନା ଅତଃ ଯୁକ୍ତ ହେବ। ଖଟା ହବ କରେକ୍ଟ ଆନ୍ସର, ଅତଃ ଯୁକ୍ତ ହେବ। ବୁଝିହେଲା? ତେଣୁକରି ଆଜିର ଯୋଉ ସନ୍ଧି ବିଚ୍ଛେଦ ଯୋଉ କ୍ଲାସଟି ଥିଲା ଆମର ମଲ୍ଟିପୁଲ ଚଏସ୍ କ୍ୱେଶ୍ଚିନ୍ ର ଏଇ ଆମର ପାଖାପାଖି 90ଟି କ୍ୱେଶ୍ଚିନ୍ ର ଡିସ୍କସନ କଲେ। ଆଶା ଆପଣଙ୍କୁ ଏଇ କ୍ଲାସଟି ଭଲ ଲାଗିଥିବ। ବିଭିନ୍ନ ପରୀକ୍ଷା ମାନଙ୍କ ପାଇଁ ଏଇ କ୍ଲାସଟି ମଧ୍ୟ ଉପଯୋଗୀ। ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଦୟାକରି ଏଇ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରନ୍ତୁ। ଧନ୍ୟବାଦ।